जय जगन्नाथ पिला माने आज हम कौन पढ़िया तुम सप्तम श्रेणी रहला 6 नंबर चैप्टर चैप्टर ना कौन पिला माने ना महान विप्लवी माधव सिंह होला एटा लेखक होछंती के पिला माने ना लेखक होछंती वीरेंद्र महांती होला चलो फास्ट मु कौन करे सब दिन ना फास्ट लेखक परिचय पढ़िया तापर कौन पढ़िया विषय पढ़िया चलो लेखक परिचय कौन दे देखो फास्ट लेखक के कह देले मु ना वीरेंद्र महांती होला वीरेंद्र महांती को विषय देखि दियो वीरेंद्र महांती कोवल चंदा लोक से होला ओ देखो ହେଲା ସମସ୍ୟା ହେଲା ମଜାକରେ କହିଦେଲି ସେ ହଉଛନ୍ତି କଣ ଆମ ଓଡିଶା ପାଇଁ ବହୁତ ଗୁଡେ ଲେଖିଛନ୍ତି ହେଲା ସେଥିପାଇଁ ମଜାକରେ କହିଦେଲି ସିରିୟସ୍ ନହୁନ ହେଲା ଆଉ ଦେଖ ସମସ୍ତ ସାମୟିକ ଓଡିଆ ଶିଶୁ ସାହିତ୍ୟିକ ମାନଙ୍କ ମଧ୍ୟରେ ବୀରେନ୍ଦ୍ର ମହାନ୍ତି ଜଣେ ସୁପରିଚିତ ସ୍ରଷ୍ଟା ସେ କଣ କହୁଛି ଓଡିଆ ଶିଶୁ ସାହିତ୍ୟିକ ମାନେ ଯୋଉ ଛୋଟ ଛୋଟ ପିଲାମାନଙ୍କ ବିଷୟରେ ବହୁତ ଗୁଡେ ଛୋଟ ଛୋଟ ପିଲାମାନଙ୍କ ପାଇଁ ସେ କଣ ଗପ ଗୀତ ଯାହା ବହୁତ ଗୁଡେ ସେ ଲେଖିଛନ୍ତି ହେଲା କିଏ ନା ପିଲାମାନେ ଏଇ ହଉଛନ୍ତି ଆମର ବୀରେନ୍ଦ୍ର ମହାନ୍ତି ହେଲା ହଉ ପିଲାମାନେ ଦେଖ ନା ସୁପରିଚିତ ସ୍ରଷ୍ଟା ସେ ଆମ ପିଲାମାନଙ୍କ ପାଇଁ କବିତା ଗଳ୍ପ ପ୍ରବନ୍ଧ ଜୀବନୀ ପ୍ରକୃତି ସେ ଆମ ପାଇଁ କଣ କଣ ରଚନା କରିଛି ଆମ ପିଲାମାନଙ୍କ ପାଇଁ ଆମ ଛୋଟ ଛୋଟ ପିଲାମାନଙ୍କ ପାଇଁ ସେ କଣ କଣ ବର୍ଣ୍ଣନା ରଚନା କରିଛନ୍ତି ନା ଗୋଟେ ହଉଛି କବିତା ଆଉ କଣ କରନ୍ତି ଗଳ୍ପ ପ୍ରବନ୍ଧ ଜୀବନୀ ପ୍ରଭୃତି ଇତ୍ୟାଦି ହେଲା ହଉ ଆଉ କଣ କରନ୍ତି ନା ପ୍ରାୟ 30ଟି ପୁସ୍ତକ ରଚନା କେତୋଟି ପିଲାମାନେ ପୁରା 30ଟି ପୁସ୍ତକ ରଚନା ସେ କରିଛନ୍ତି ହେଲା ତମେ କରିପାରିବ ତମେ ଗୋଟେ ପୁସ୍ତକ ଲେଖିପାରିବ ନା ହେଲା ତନ୍ମଧ୍ୟରୁ ଥୁକୁଲୁ ତା କଣ ପିଲାମାନେ ତନ୍ମଧ୍ୟରୁ ଥୁକୁଲୁ ତା ଗୋଟେ ଅଛି ତାଙ୍କର ହେଲା ସେଇ କବିତା ଗ୍ରନ୍ଥ ପାଇଁ ରାଜ୍ୟ ସାହିତ୍ୟ ଏକାଡେମୀ ପୁରସ୍କାର ରୁମକୁ ଝୁମା କବିତା ଗ୍ରନ୍ଥ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ବାଲ ସାହିତ୍ୟ ପୁରସ୍କାର ଲାଭ କରିଛନ୍ତି ପିଲାମାନେ ସେ ଗୋଟେ ରଚନା କରିଥିଲେ ମନେ ରଖ ନା ବହୁତ ଗୁଡେ ରଚନା ତନ୍ମଧ୍ୟରୁ ମାନେ କଣ ପିଲାମାନେ ନା ତାଙ୍କ ମଧ୍ୟରୁ ବା ସେ ଯୋଉତିକୁ ଲେଖିଥିଲେ ସେ ରଚିତ ପୁସ୍ତକ ମଧ୍ୟରୁ ଗୋଟେ ପୁସ୍ତକ ଗୋଟେ କବିତାର ନାଁ ହେଲା ସେ କବିତାର ନାଁ ପିଲାମାନେ କଣ ନା ସେ କବିତାର ନାମ ହଉଛି ଥୁକୁଲୁ ଥା ହେଲା ସେ କଣ ସେଇ ଗ୍ରନ୍ଥ ପାଇଁ ସେ ଗୋଟେ କବିତା ଗ୍ରନ୍ଥ ପାଇଁ ସେ କଣ କରିଥିଲେ ରାଜ୍ୟ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ସେ କୋଉଥିପାଇଁ କେଉଁ ଗ୍ରନ୍ଥ କେଉଁ କବିତା ଗ୍ରନ୍ଥ ପାଇଁ ସେ କଣ ରାଜ୍ୟ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ପିଲାମାନେ ନା ଥୁକୁଲୁ ଥା ହେଲା ହଉ ପିଲାମାନେ ଆଉ ଗୋଟେ କଣ ଲେଖିଥିଲେ ନା ରୁମକୁ ଝୁମା ହେଲା ଆଉ ଗୋଟେ ମନେ ଲେଖିଥିଲେ ତା ମଧ୍ୟରୁ ରୁମକୁ ଝୁମା ହେଲା ରୁମକୁ ଝୁମା ପାଇଁ ସେ କଣ ପାଇଥିଲେ ପିଲାମାନେ ସେ ରୁମକୁ ଝୁମା ଗ୍ରନ୍ଥ ପାଇଁ ସେ କେନ୍ଦ୍ର ସାହିତ୍ୟ ଏକାଡେମୀରେ ବାଲ ସାହିତ୍ୟ ପୁରସ୍କାର ଲାଭ କରିଛନ୍ତି ହେଲା କେନ୍ଦ୍ର ସାହିତ୍ୟ ଏକାଡେମୀର ବାଲ ସାହିତ୍ୟ ପୁରସ୍କାର ଲାଭ କରିଥିଲେ ପିଲାମାନେ ନା ଆମର କଣ ବୀରେନ୍ଦ୍ର ମହାନ୍ତି କୋଉଥିପାଇଁ କଣ ନା କେନ୍ଦ୍ର ସାହିତ୍ୟ ଏକାଡେମୀ ବା କେନ୍ଦ୍ର ସାହିତ୍ୟ ଏକାଡେମୀ ବା ବାଲ ସାହିତ୍ୟ ପୁରସ୍କାର ଲାଭ କରିଛନ୍ତି କୋଉ ପୁସ୍ତକ ପାଇଁ ବା କୋଉ ଗ୍ରନ୍ଥ ପାଇଁ ନା ରୁମକୁ ଝୁମା ହେଲା ଆଉ ଦେଖ ପିଲାମାନେ ନେକ୍ସଟ କଣ ଅଛି ପିଲାମାନେ ନା ଶିଶୁ ହସିଲେ ଦୁନିଆ ହସେ ପୁସ୍ତକ ହିନ୍ଦୀ ଭାଷାରେ ଅନୁଦିତ ସର୍ବଭାରତୀୟ ସ୍ତରରେ ପରିଷ୍କୃତ ହୋଇଛି ପିଲାମାନେ ସେ କଣ କହୁଛନ୍ତି ପିଲାମାନେ ସିଏ ହଉଛନ୍ତି ଆମ ଓଡିଶାରୁ ତାଙ୍କର ଆଉ ଗୋଟେ ପୁସ୍ତକ ନା ପିଲାମାନେ ମନେ ରଖ ନା ଶିଶୁ ହସିଲେ ଦୁନିଆ ହସେ ପିଲାମାନେ ଛୋଟ ପିଲା ଯଦି ହସିବେ ଦୁନିଆ ହସିବ ସେଇଭଳି ଗୋଟେ ସେ ଲେଖିଥିଲେ ହେଲା ସେଇଭଳି ସେ ଗୋଟେ ପୁସ୍ତକ ଲେଖିଥିଲେ ସେ ଓଡିଆ ଲେଖିଥିଲେ ତାକୁ କିନ୍ତୁ କଣ କଲା ଦେଖିଥିବ ଆଜିକାଲି କଣ ପିଲାମାନେ ଓଡିଆଟାକୁ ହିନ୍ଦୀ ଡବିଂ କରିଦଉଛି ହିନ୍ଦୀରୁ ଗୋଟେ କପି ଆଣିକି ଓଡିଆ ଡବିଂ କରିଦଉଛନ୍ତି ସମାନ ସେଇଭଳି ଏ ଓଡିଆ ଲେଖିଥିଲେ ଆଉ ହିନ୍ଦୀ ଡବିଂ କରିକି ପୁରା ଭାରତ ଯାକ ସବୁଆଡେ ସେଇ ବହିକି ପଢିଛନ୍ତି ସେଇ ବର୍ଷ ପୁରା 100 ରୁ 4 ଷ୍ଟାର ଦେଇଛନ୍ତି ହେଲା 4ଟା ଷ୍ଟାର 4ଟା ଷ୍ଟାର ପାଇଥିଲେ ଏଇଥିପାଇଁ ହେଲା ଶିଶୁ ହସିଲେ ଦୁନିଆ ହସେ ପୁସ୍ତକ ହିନ୍ଦୀ ଭାଷାରେ ଅନୁଦିତ ହୋଇ ସର୍ବଭାରତୀୟ ସ୍ତରରେ ପୁରସ୍କୃତ ହୋଇଛି ଆଉ କଣ ଲେଖିଥିଲେ କଣ ନା ସାବାସ ଠେକୁଆ କଣ ଆଉ ସାବାସ ଠେକୁଆ ଆଉ ଲେଖିଥିଲେ ଅଜା ଦିନେ ମଜା କଥା କହିଲେ କଣ ଅଜା ଦିନେ ଆମେ କଣ କହିଲେ ମଜା କଥା କହିଲେ ଆଉ ଲେଖିଥିଲେ ଗଳ୍ପ ପୁସ୍ତକ ବ୍ଲାକ୍ ଟାଇଗର କଣ ବ୍ଲାକ୍ ଟାଇଗର ହେଲା ଆଉ ଗୋଟେ କଣ ଅଛି ଜାଗୁଆର ଆଉ କଣ ଲେଖିଥିଲେ ଜାଗୁଆର ଆଉ ଲେଖିଥିଲେ ଶିଶୁ ଉପନ୍ୟାସ ଆଉ କଣ ଲେଖିଥିଲେ ମାନେ ଶିଶୁ ଉପନ୍ୟାସ ଏଇ ମୋର ପ୍ରିୟଜନ ଭୂଇଁ ଆଉ କଣ ଲେଖିଥିଲେ ଏଇ ମୋର ଗୋଟେ ପ୍ରିୟଜନ ଭୂଇଁ ଲେଖିଥିଲେ ଆଉ ଲେଖିଥିଲେ ଠିଆ ପୁଚି ନାରଙ୍ଗ ହେଲା ଗୋଟେ ଠିଆ ପୁଚି ନାରଙ୍ଗ ହେଲା କବିତା ପୁସ୍ତକ ଜୟୀରାଜଗୁରୁ ବିଶ୍ୱଗୁରୁ ପଦ୍ମବିଭୂଷଣ କେଳୁଚରଣ ମହାପାତ୍ର କଣ ଲେଖିଛି ଜୟୀରାଜଗୁରୁ ବିଶ୍ୱଭୂଷଣ କେଳୁଚରଣ ମହାପାତ୍ର ଜୀବନୀ ତାଙ୍କର କେତୋଟି ବିଶିଷ୍ଟ ରଚନା ତାଙ୍କର କଣ ଏଇ ସବୁ ଭିତରେ ସେ ରଚନା କରିଥିଲେ ମନେ ରଖିବ ପିଲାମାନେ କିଛିଟା ଦରକାର ଲଙ୍ଗ ଟାଇମ ପାଇଁ ହେଲା ହଉ ଦେଖ ନେକ୍ସଟ କଣ ଅଛି ହେଲା ନେକ୍ସଟ କ୍ୱେଶ୍ଚନ କଣ ଦେଇଛି ଦେଖ ନେକ୍ସଟ କ୍ୱେଶ୍ଚନ ଦେଇଛି ମହାନ ବିପ୍ଳବୀ ମାଧବ ସିଂହଙ୍କର ତ୍ୟାଗ ସାହସିକତା ତଥା ଦେଶ ପ୍ରେମରେ ପରିଚୟ ଅଧିକ ସ୍ଥାନ ପାଇଛି ଏଇଟା କଣ ପିଲାମାନେ ନା ମହାନ ବିପ୍ଳବୀ ମାଧବ ସିଂହ ବୋଲି ଜଣେ ଥିଲେ ହେଲା ତାଙ୍କର ଯୋଉ ତ୍ୟାଗ ସେ କୋଉଭଳି କରିଥିଲେ ସେ ଦେଶ ପାଇଁ କୋଉଭଳି ବଳିଦାନ ଦେଇଥିଲେ ତା ବିଷୟରେ ପଢିବା ଆଉ ସାହସିକତା ତାଙ୍କର କୋଉଭଳି ସାହସିକତା ଦେଶ ପାଇଁ ସାହସିକତା ମାନେ କଣ ପିଲାମାନେ ତମାନେ କଣ ଜଣେ ବନ୍ଧୁକୁ ଦେଖେଇଦେଲା ଗୋଟେ ଇଂରେଜ ବାଲାଟା ଆସିକି ତମେ ବନ୍ଧୁକୁ ଦେଖେଇଲା ତମେ କଣ ହବ ପାଣି ହଗିଦେବେ ସେଇଠି ପଳେଇବ ଦୌଡିକିନା ହେଲା କିନ୍ତୁ କଣ ସିଏ କଣ ଏତିକି ସାହସିକତା ଥିଲେ ଯେ ତାଙ୍କୁ କଣ ଯେତେବେଳୁ ଯିଏ ଗୋଟେ ଆସିଲେ ବି ସେ ଡରିବେନି
ନା ମୁଁ କିଛି ମୁଁ ଏଠି ଉଠିବିନି ମାନେ ଉଠିବିନି ହେଲା ସେଇଭଳି ଥିଲେ ହେଲା ଇଂରେଜ ମାନଙ୍କୁ ସେ ଆଦୌ ସାହସିକତା ତାଙ୍କ ପାଖରେ ଥିଲା ଆଉ ତମ ଭଳି ପାଣିଆ ଛେରୁଆ ନଥିଲେ ସେ ହେଲା। ହଉ ଦେଖ ନେକ୍ସଟ କଣ ଅଛି ହେଲା ପିଲାମାନେ କିଛି ତ ହେଲା ଦେହକୁ ନା ହେଲା ଏଣ୍ଟରଟେନମେଣ୍ଟ ଓନ୍ଲି ଏଣ୍ଟରଟେନମେଣ୍ଟ ପାଇଁ ପଢ ହେଲା ପିଲାମାନେ ଦୁନିଆରେ କିଏ କେତେ ବର୍ଷ ବଞ୍ଚିବ କହିଲ ହେଲା ସମସ୍ତେ ଆଜିକାଲି କେତେ ହାର୍ଡଲି କେତେ 50 ବର୍ଷ ବଞ୍ଚିବେ ହେଲା କିନ୍ତୁ ଏନ୍ଜୟ କର ୱିଥ ପାଠ ପଢ କାରଣ ଏଇ ଦୁନିଆରେ ବଞ୍ଚିବା ପାଇଁ ପାଠ ଦରକାର ଆଉ ଦୁନିଆରେ ଚଳିବା ପାଇଁ ଏନ୍ଜୟ ମଧ୍ୟ ଦରକାର ହେଲା। ହଁ ହଉ ପିଲାମାନେ ଆଉ କଣ କୁହ ଆଉ କଣ ପିଲାମାନେ କୁହ ପଢିବା ଏଥର ହଉ ପିଲାମାନେ ଦେଖ ଫାଷ୍ଟ କଣ ଦେଇ ପିଲାମାନେ ମହାନ ବିପ୍ଳବୀ ମାଧ ସିଂହ ମହାନ ବିପ୍ଳବୀ ମାଧ ସିଂହ ହେଲା କଣ ହଉଥିଲେ କିଏ ଲାଗିଥିଲେ ନା ବୀରେନ୍ଦ୍ର ମହାନ୍ତି ପିଲାମାନେ କିଏ ନା ବୀରେନ୍ଦ୍ର ମହାନ୍ତି ମୁଁ କହିଦେଇଛି ବୀରେନ୍ଦ୍ର ମହାନ୍ତି ବିଷୟରେ ସେ କଣ କଣ ରଚନା କରିଥିଲେ କୋଉ ଥୁକୁଲୁ ଥୁକୁଲୁ ତା ପାଇଁ କଣ ପାଇଥିଲେ ଆଉ ତମ ଭଳି ପାଣି ସର କଣ ହେଇଥିଲେ ତାପରେ ସବୁ କହିଦେଇଛି ଆଉ ଦେଖ କଣ କରିବା ନା ଆମ ଜନ୍ମଭୂମି ଭାରତ ବର୍ଷ ଶହ ଶହ ବର୍ଷ ଧରି ବିଦେଶୀ ଶାସକ ମାନଙ୍କ କବଳରେ ରହି ଅସ୍ତବ୍ୟସ୍ତ ହଉଥିବା ସମୟରେ ଅନେକ ବରପୁତ୍ର ଜନ୍ମ ଲାଭ କରି ମାଟି ମାକୁ ସ୍ଵାଧୀନତା କରିବା ପାଇଁ ପ୍ରାଣ ମୂର୍ଚ୍ଛା ଉଦ୍ୟମ କରିଥିଲେ ସେ କଣ କହୁଛି ପିଲାମାନେ ସେ କଣ କହୁଛି ନା ଆମ ଜନ୍ମଭୂମି ଭାରତ ବର୍ଷରେ ଶହ ଶହ ବର୍ଷ ଧରି ଶାସନ କରିଥିଲେ କୋଉମାନେ କରିଥିଲେ ଇଂରେଜ ମାନେ ଶାସନ କରିଥିଲେ ସେଇ ବିଦେଶୀ ଶାସକ ମାନେ ବା ଇଂରେଜ ମାନେ କଣ ହେଲେ ରହି ଅସ୍ତବ୍ୟସ୍ତ ହଉଥିବା ସମୟରେ ଅନେକ ବରପୁତ୍ର ଜନ୍ମ ଲାଭ କରି ମାଟି ମାକୁ କରାଇବା ପ୍ରାଣ ମୂର୍ଚ୍ଛା ଉଦ୍ୟମ କରିଥିଲେ ସେ କଣ ଏଇଠୁ ପିଲାମାନେ ବୁଝିଲ ନା ସେ କହୁଛି ଯେତେବେଳେ ଇଂରେଜ ମାନେ ଆମ ପାଖରେ ଶହ ଶହ ବର୍ଷ ଧରି ଶାସନ କରୁଥିଲେ ଲୋକମାନଙ୍କୁ କଷ୍ଟ ପ୍ରଦାନ କରୁଥିଲେ ସେଇ ସମୟରେ ଆମ ବ୍ରହ୍ମପୁତ୍ର ଆମ ସବୁ କଣ ମହାତ୍ମା ଗାନ୍ଧୀ ଯେ ବି ହଉ ସେ ଗୋଟେ ଜନ୍ମ ଗ୍ରହଣ କରି ସେମାନେ କୋଉ ଭଳି ସ୍ୱାଧୀନତା ଆଣିବା ପାଇଁ କୋଉ ଭଳି ସେମାନେ ଲଢିଥିଲେ ତା ବିଷୟରେ ସେ କିଛି କହିଛି ହେଲା ତାପରେ କଣ କହିଛି ସେମାନଙ୍କ ମଧ୍ୟରୁ ଜଣେ ଥିଲେ କଣ କେତେ ଗୁରେ ଥିଲେ ଆମର ପିଲାମାନେ ସ୍ୱାଧୀନତା ସଂଗ୍ରାମୀ ଆମର ବହୁତ ଅନେକ ଥିଲେ କଣ ଗୋଟେ ଥିଲେ ସ୍ୱାଧୀନତା ସଂଗ୍ରାମୀ କଣ ଗୋଟେ ଖାଲି ମହାତ୍ମା ଗାନ୍ଧୀ ଲାଷ୍ଟ କଥା ସେଇ କଣ ମୁଣ୍ଡି ନା ବହୁତ ଗୁରା ଆହୁରି ଥିଲେ ହେଲା ସେଇଭଳି କିଏ ଗୋଟେ ଅଛନ୍ତି ଜୟୀରାଜ ଗୁରୁ ଆଉ ଗୋଟେ କିଏ ହଉଛି ନା ମଙ୍ଗଲ ପାଣ୍ଡେ ଆଉ ଗୋଟେ ହଉଛି ବୀର ସୁରେନ୍ଦ୍ର ସାଏ ଆଉ ଗୋଟେ ହଉଛି ଭଗତ ସିଂ ଆଉ ଗୋଟେ ହଉଛି ବିର୍ସା ମୁଣ୍ଡା ଆଉ ଗୋଟେ ହଉଛି ଲକ୍ଷ୍ମଣ ନାରାୟଣ ହେଲା ଲକ୍ଷ୍ମଣ ନାୟକ ଆଉ ଗୋଟେ ହଉଛି ଭଳି ଅନେକ ବୀର ମୁକ୍ତି ସଂଗ୍ରାମ କଥା ମନେ ପଡେ ପିଲାମାନେ ତମେ ମନେ ପଡୁଥିବ ଯେତେବେଳେ ସ୍ୱାଧୀନତା ବିଷୟ ଯେତେବେଳେ ଇଂରେଜ ମାନଙ୍କ ବିଷୟରେ ମନେ ପକଉଥିବ ନା ତମେ ମନେ ପକଉଥିବ ନାଇଁ କହିଲେ ମତେ ମନେ ପକଉଥିବ ନାଇଁ କିଏ କିଏ ଆମ ଦେଶ ପାଇଁ ସ୍ୱାଧୀନ କରିଥିଲେ ମନେ ପକଉଥିବ ନିହାତି କାରଣ ତମ ବର୍ତ୍ତମାନ ତମମାନଙ୍କର ମନେ ପଡୁନଥିବ ମୁଁ ଜାଣିଛି ଆଉ କଣ ତମକୁ ବହୁତ ଖୁସି ମିଳୁଛି ଖାଉଛ ପିଉଛ ଶୋଉଛ କଣ ଅଛି ତମର ହେଲା ଦେଖ ସେଇମାନଙ୍କ ଭଳି ଜଣେ ଶହୀଦ ମାଧ ସିଂହ ସେଇମାନଙ୍କ ଭଳି ଜଣେ ଆଉ ଜଣେ ସେଇମାନଙ୍କ ମଧ୍ୟରୁ ସେଇମାନେ ଯେମିତି ଆମ ଦେଶ ପାଇଁ ସ୍ୱାଧୀନ କରିଥିଲେ ଦେଶ ପାଇଁ ଲଢିଥିଲେ ସେଇଭଳି ଆଉ ଗୋଟେ ଲୋକ ସେଇ ଲୋକର ନାମ ପିଲାମାନେ କଣ ନା ମାଧ ସିଂହ କଣ ତା ନା ମାଧ ସିଂହ ହେଲା ଦେଖ ହେଲା ମାଧ ସିଂହ ଆମ ଓଡିଶା ମାଟିର ବୀର ସନ୍ତାନ କଣ ଆମ ଓଡିଶା ପାଇଁ ବହୁତ ବଡ 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 କାମ କରିଛନ୍ତି ଏଇ ବଡ କାମ ବିଷୟରେ ଆଜି ଆମେ ପଢିବା ହେଲା ତମେ ସେଇଭଳି ଗୋଟେ ବଡ କାମ କର ଆଉ ଚୋରି ବିଦ୍ୟା ଛାଡ ହେଲା ଦେଖ ନେକ୍ସଟ କଣ କହିଛି ଆମେ ଦେଖ କଣ କହିଛି ନା ଯାହାଙ୍କର କର୍ମମୟ ଜୀବନ ପାଠ କଲେ ଦେହରେ ଶିହରଣ ସୃଷ୍ଟି ହୁଏ କଣ ଯଦି ୟାଙ୍କ ବିଷୟରେ ତମେ ଯଦି ପଢିବ ତାର କଣ ହବ ତମ ଦିହ କଣ ହବ ଶୀତେଇ ଉଠିବ ପିଲାମାନେ ଖାଲି ଥରି ବୁଲିବ ହେଲା ତା ବିଷୟରେ ପଢିବ ମାନେ ହେଲା ଦେଖ ଷ୍ଟ୍ରଙ୍ଗ ଥିଲେ ହେଲା ତମ ଛେରୁଆ ନାହିଁ ହେଲା ଦେଖ ନା 1786 ମସିହାରେ କଣ ହେଲା ପିଲାମାନେ 1786 ମସିହାରେ ଶହୀଦ ମାଧ ସିଂହଙ୍କର ଜନ୍ମ କେତେ ମସିହାରେ ସେ ଜନ୍ମ ଗ୍ରହଣ କରିଥିଲେ ପିଲାମାନେ ନା 1786 ମସିହାରେ ଶହୀଦ ମାଧ ସିଂହ ଜନ୍ମ ଗ୍ରହଣ କରିଥିଲେ କୋଉଠି ଜନ୍ମ ଗ୍ରହଣ କରିଥିଲେ ଏଇ ଆମ ଓଡିଶା ମାଟିରେ ଜନ୍ମ ଗ୍ରହଣ କରିଥିଲେ ହେଲା ଦେଖ ତାପରେ କଣ କହିଛି ନା ତାଙ୍କର କର୍ମସ୍ଥଳୀ ଥିଲା ବଣ ଜଙ୍ଗଲ ଘେରା ତାଙ୍କର କର୍ମସ୍ଥଳୀ ସେ କୋଉଠି ବେଶୀ ରହୁଥିଲେ ହେଲା କଣ ଗୋଟେ ଜନ୍ମସ୍ଥଳୀ ସେ ସିନା ଏଠି ଜନ୍ମ ହେଇଥିଲେ ତାଙ୍କ କର୍ମ କରୁଥିଲେ ମାନେ ଜଙ୍ଗଲ ଭିତରେ ଖାଲି ଆମ ଦେଶକୁ ସ୍ୱାଧୀନତା କରିବା ପାଇଁ ସେ ଜଙ୍ଗଲ ଭିତରେ ବା ବଣ ଜଙ୍ଗଲରେ ସେ ସବୁବେଳେ କଣ ରହୁଥିଲେ ସେଇଠି ହେଲା କଣ ପାଇଁ ରହୁଥିଲେ କାରଣ ସେଇ ସମୟରେ କଣ ଦେଶ ସ୍ୱାଧୀନ ହୋଇନଥିଲା ଇଂରେଜ ମାନେ ଆସି କଣ ଲୋକମାନଙ୍କୁ ବହୁତ କଷ୍ଟ ଦଉଥିଲେ ହେଲା ତାଙ୍କର କର୍ମସ୍ଥଳୀ ଥିଲା ବଣ ଜଙ୍ଗଲ ଆଉ ଆଖ୍ୟାତ ପଲ୍ଲୀ ଅଞ୍ଚଳ ଅଧିଭୁକ୍ତ ସମ୍ବଲପୁର ଜିଲ୍ଲାରେ ସେ କରିଥିଲେ କୋଉ ଜିଲ୍ଲାରେ ପିଲାମାନେ ଏଇ ସମ୍ବଲପୁର ଜିଲ୍ଲାରେ ସେମାନେ କରିଥିଲେ ଅଖ୍ୟାତ ପଲ୍ଲୀ ଅଞ୍ଚଳ ଗୋଟେ ଅଛି କଣ ଗୋଟେ ଅଖ୍ୟାତ ପଲ୍ଲୀ ଅଞ୍ଚଳ ଗୋଟେ ଗ୍ରାମରେ ସେଟା କଣ କରିଥିଲେ ସେ ଜନ୍ମ ଗ୍ରହଣ କରିଥିଲେ କିଏ ପିଲାମାନେ ମାଧ ସିଂହ ହେଲା କିଏ ମାଧ ସିଂହ ହେଲା ସେ ଗୋଟେ ଜନ୍ମ ଗ୍ରହଣ କରିଥିଲେ ନା ସମ୍ବଲପୁର ଜିଲ୍ଲାର ଗୋଟେ ଗ୍ରାମରେ ସେ ଗ୍ରାମର ନାଁ ହଉଛି କଣ ମାନେ ଘେଁସ କଣ ଘେଁସ ହେଲା ସମ୍ବଲପୁର ଜିଲ୍ଲାର ଘେଁସ ଗ୍ରାମରେ ସେ ଜନ୍ମ ଗ୍ରହଣ କରିଥିଲେ କିଏ ନା ମାଧ ସିଂହ କେତେ ମସିହାରେ ଜନ୍ମ ଗ୍ରହଣ କରିଥିଲେ ନା 1786 ମସିହାରେ
ଜନ୍ମଗ୍ରହଣ କରିଥିଲେ। ହଉ ଏବେ ତାହା ବରଗଡ଼ ଜିଲ୍ଲା ଅନ୍ତର୍ଗତ ପଦ୍ମପୁର ଓ ପାଇକମାଲ ନିକଟରେ ଅବସ୍ଥିତ। ସେ ଯୋଉଠି ଜନ୍ମଗ୍ରହଣ କରିଥିଲେ କିନ୍ତୁ ବର୍ତ୍ତମାନ ସେଇ ସମୟର ଜାଗା ବର୍ତ୍ତମାନ ସବୁ ନାଁ ଚେଞ୍ଜ ହେଇଛି। ପିଲାମାନେ ଆମ ଓଡିଶାର ନାଁ ଗୋଟେ ଥିଲା କଳିଙ୍ଗ, ବର୍ତ୍ତମାନ କଣ ହେଲା ଓଡିଶା ହେଇଯାଇଛି। ସେଇଭଳି ଗୋଟେ ନାଁ ଚେଞ୍ଜ ହେଇଯାଇଛି, କଣ ଜିଲ୍ଲା ମଧ୍ୟ ଚେଞ୍ଜ ହେଇଯାଇଛି। ଦେଖ କୋଉ ଜିଲ୍ଲା ବର୍ତ୍ତମାନ ସେଇଟା ସେଇ ଟାଇମ ଥିଲା ସମ୍ବଲପୁର ଜିଲ୍ଲା ଘେସିଗା, କିନ୍ତୁ ବର୍ତ୍ତମାନ କଣ ହେଟା ଅଛି ନା ବର୍ତ୍ତମାନ ସେ ଯୋଉଠି ଜନ୍ମଗ୍ରହଣ କରିଥିଲେ ସେ ଜାଗାର ନାଁ କଣ ହେଇଯାଇଛି ନା ବରଗଡ଼ ଜିଲ୍ଲା ହେଇଯାଇଛି। ଆଉ ଗୋଟେ ଅନ୍ତର୍ଗତ ପଦ୍ମପୁର ଗୋଟେ ଗ୍ରାମ ହେଇଯାଇଛି ହେଲା। ସେଇ ଗ୍ରାମରେ ସେ କଣ କରିଥିଲେ ଜନ୍ମଗ୍ରହଣ କରିଥିଲେ। କିଏ କରିଥିଲେ ପିଲାମାନେ ନା ମାଧ ସିଂହ ହେଲା। ହଉ ଦେଖ ଓ ପାଇକମାଲ ନିକଟରେ ଅବସ୍ଥିତ ଏହି ଗାଁଟି ଚତୁର୍ଦିଗ ପାହାଡ ଜଙ୍ଗଲରେ ପରିପୂର୍ଣ୍ଣ। ସେଇ ଗାଁଟି କଣ ଚତୁର୍ଦିଗ ମାନେ ଚାରି ଦିଗ, ମାନେ ମନେକର ଏଇଟା ଗୋଟେ ମିଡ ପଏଣ୍ଟ ହେଲା, ଇଏ ହଉଛି ଗୋଟେ କଣ ମିଡ ପଏଣ୍ଟ ହେଲା, ଇଏ ମନେକର ଗୋଟେ ଘର ହେଲା, ଏଇ ଚାରିପଟେ କଣ ଜଙ୍ଗଲରେ ଜଙ୍ଗଲ, ଜଙ୍ଗଲରେ ଜଙ୍ଗଲ, ଜଙ୍ଗଲରେ ଜଙ୍ଗଲ, ଏଇଟା ଗୋଟେ ଛୋଟ ଗାଁଟେ ଅଛି ହେଲା। ବୁଝି ହଉଛି ତ? ଆରେ ବୁଝି ହଉଛି ନାଇଁ ରେ? ଆରେ ବୁଝ ରେ ବୁଝ, ନ ବୁଝିଲେ କିଛି ହବନି ହେଲା। ବୁଝ ବୁଝ ସମସ୍ତେ ବୁଝିବାକୁ ଟ୍ରାଏ କର ହେଲା। ଯଦି ବୁଝି ହଉନି କମେଣ୍ଟ କର ନା ସାର୍ ମୋର ବୁଝି ହେଲାନି, ନା ସାର୍ ମତେ ଭଲ ଲାଗୁନି ଆପଣଙ୍କ କ୍ଲାସ କରିବା ପାଇଁ, ଯଦି କିଛି ଇଚ୍ଛା ହଉନି କାହାରି, ସମସ୍ତଙ୍କର କଣ ସବୁ ଇଚ୍ଛା? ବହୁତ ଗୁଡେ ଚ୍ୟାନେଲ ଅଛି ୟୁଟ୍ୟୁବ ରେ ହେଲା, କାହାର ସମସ୍ତଙ୍କୁ କଣ ଇଚ୍ଛା ଆମ ଚ୍ୟାନେଲରେ ପଢିବା କଣ ସମସ୍ତଙ୍କ ଇଚ୍ଛା ଅଛି ନା? ଯାହାକୁ ଇଚ୍ଛା ଲାଗୁନି ଯାଅ ନେକ୍ସଟ ଚ୍ୟାନେଲ। ହଁ ହଉ ଦେଖ ସେ କଣ କହିଛି ପିଲାମାନେ ନା ତାଙ୍କର କର୍ମସ୍ଥଳୀ ଥିଲା କଣ ପିଲାମାନେ ବଣ ଜଙ୍ଗଲ ଘେରା, ଆଉ ସେ କଣ ସମ୍ବଲପୁର ଜିଲ୍ଲାର ଘେସିଗାଁ ଜନ୍ମ କରିଥିଲେ, କିନ୍ତୁ ସେଟା ବର୍ତ୍ତମାନ କଣ ନା ବରଗଡ଼ ଜିଲ୍ଲା ଅନ୍ତର୍ଗତ ପଦମପୁର ଗ୍ରାମ ହୋଇଯାଇଛି ହେଲା। ଓ ପାଇକମାଲ ନିକଟରେ ତ ଅବସ୍ଥିତ, ପାଇକମାଲ ବୋଲି ଗୋଟେ ଗାଁଟେ ଅଛି ତାଙ୍କ ପାଖରେ, ତା ନିକଟ ସେ ମୁଁ କହିଦେଲି ସେ ଗାଁର ଚତୁର୍ପାର୍ଶ୍ୱରେ ବା ଚତୁର୍ଦିଗରେ କଣ ଅଛି ଖାଲି ଜଙ୍ଗଲ ଘେରା ଅଛି ହେଲା। ହଉ ଦେଖ ପାହାଡ କିମ୍ବା ଜଙ୍ଗଲରେ ପରିପୂର୍ଣ୍ଣ। ହଉ ଏକ ଜମିଦାର ପରିବାରରେ ମାଧ ସିଂହ ଜନ୍ମଗ୍ରହଣ କରିଥିଲେ। କଣ ପିଲା ଜମିଦାର, ସେ କଣ ଜମିଦାର ପିଲାମାନେ କଣ ପିଲା ଜାଣିଛ? ଜମିଦାର କହିଲେ ଯାହାର ବହୁତ ବଡ କଣ ଜମି ଥିବ, ଜମି ବା ଜାଗା ଥିବ। ତମେ ଯୋଉ ବର୍ତ୍ତମାନ କହୁଛ ନା ଆମର ଏଇ ଘରଟା ଯୋଉ ଅଛି ଏଇଟା ଆମ ଜାଗା, ଏଇଟା ଆମ ଜାଗା, ଏଇଭଳି ବହୁତ ଗୁଡେ ଜାଗାଦାର ଥାଏ, ତାକୁ କଣ କୁହାଯାଏ ଜମିଦାର ବୋଲି କୁହାଯାଏ। ବୁଝିପାରୁଛ? ହଉ ହେ ପିଲାଟି ଦିନରୁ ସାଧାରଣ ଜୀବନ ଯାପନ କରି ସେ ନିଜର ବୀରତ୍ୱର ପରିପ୍ରକାଶ କରିଥିଲେ। ସେ କଣ ସେ ଛୋଟ ବେଳୁ ବା ପିଲା ଦିନରୁ ସେ କଣ ସେ କଣ ବହୁତ ଗୁଡେ କଣ ବୀରତ୍ୱ କାମ କରିଥିଲେ। ବୀରତ୍ୱ କାମ ମାନେ କଣ ମାନେ ସେ କାହାକୁ ଡରୁ ନଥିଲେ, ସେ ଇଂରେଜ ମାନଙ୍କୁ କଣ ଲଢିବା ପାଇଁ ଯାଉଥିଲେ, ବା ବୀରତ୍ୱ ବୀର ତାକୁ କୁହାଯାଏ ବୀର। ତମେ ହଉଛ କଣ ଭୀରୁ, ତମେ ହଉଛ କଣ ଭୀରୁ ହେଲା, ତାକୁ ବୋଲି ତମେ ବୀର ନାହିଁ ହେଲା। କଣ ସାଧାରଣ ମଣିଷ ଭଳି ସେ ଗ୍ରାମରେ ସମସ୍ତଙ୍କ ମିଳିମିଶି ରହୁଥିଲେ। ପିଲାମାନେ ତମେ ଯୋଉ ଭଳି ରହୁଛ ଗ୍ରାମରେ, ତମେ ସବୁ କଣ ପିଲାମାନେ ସମସ୍ତେ ଯୋଉମାନେ ଭିଡ ରଖୁଛନ୍ତି କଣ ସମସ୍ତେ ରିଚ୍ ପର୍ସନ ନା, କିଛି ହେଇନଥିବେ, କିଛି ଗୋଟେ ପର୍ସେଣ୍ଟ ଭିତରେ ଥିବେ ପୁଅର ପର୍ସନ ହେଲା। ସେଇଭଳି କଣ ସେମାନେ ଗୋଟେ ଗାଁରେ ଜନ୍ମଗ୍ରହଣ କରିଥିଲେ। ଆମେ ଯୋଉ ଭଳି ଜୀବନ ଯାପନ କରୁଥିଲେ, ତମେ ଯୋଉ ଭଳି ଖାଉଛ ପିଉଛ ଶୋଉଛ ସାଙ୍ଗମାନଙ୍କ ସାଙ୍ଗେ ବୁଲୁଛ, ସେଇଭଳି କରୁଥିଲେ। ସମସ୍ତଙ୍କ ସହ ମିଳିମିଶି କଣ କରୁଥିଲେ ଚଳୁଥିଲେ। ସେ ପିଲାଟି ଦିନରୁ ଖୁବ ସ୍ଵାଧୀନ ଚେତନା ଥିଲେ। ସେ କଣ କଲେ ପିଲାମାନେ ଯେତେବେଳେ ଛୋଟ ବେଳୁ ଥିଲେ ସ୍ଵାଧୀନ ଚେତନା, ମାନେ ଦେଶ ପାଇଁ ସେ କିଛି କାମ କରିବେ ବୋଲି ଭାବୁଥିଲେ। ସେତେବେଳେ ମରହଟା ଓ ଇଂରେଜ ମାନଙ୍କ ଶାସନ ବ୍ୟବସ୍ଥାକୁ ସେ ଘୃଣା କରୁଥିଲେ। ସେ କାହାକୁ ସେ ଯୋଉ ମରହଟା ମାନେ ଯୋଉ କରୁଥିଲେ, ମରହଟା ବା ଇଂରେଜ ମାନଙ୍କୁ ଶାସନ କରୁଥିଲେ, ସେଇ ଯେ ସେମାନଙ୍କୁ ସେ କଣ ଘୃଣା କରୁଥିଲେ। କହୁଥିଲେ ଇଏ ଆମକୁ କଣ ପାଇଁ ଶାସନ କରିବେ ମ, ଆମ ତ ଭାରତ ଆମ ଭାରତ, ସେ ବାହାର ଦେଶ ଆସି ଆମକୁ କଣ ପାଇଁ ଶାସନ କରିବ ହେଲା। କୋଉମାନେ ନା ମରହଟା ମାନେ ଆଉ ଇଂରେଜ ମାନେ। ପିଲାମାନେ ମନେ ରଖ ହେଲା, ନହେଲେ ଦେବି ଭଲ କିନା ହେଲା। ହଉ ଦେଖ ତାପରେ କଣ କୁହ, ତାପରେ ବ୍ରିଟିଶ ଶାସକ ମାନଙ୍କର ଆକ୍ରମୂଳକ ଆଚରଣ ଓ ସାଧାରଣ ମଣିଷଙ୍କ ନିର୍ଯାତନାକୁ ସେ ସହ୍ୟ କରିପାରୁନଥିଲେ। ସେ କଣ କହୁଥିଲେ ବିଦେଶୀ ମାନେ ଯୋଉ ଲୋକମାନଙ୍କ ପ୍ରତି ଯୋଉ ମାନେ କୋଉ ଭଳି ଶିଷ୍ଟାଚାର ଦେଖଉଥିଲେ, କୋଉ ଭଳି ମାଡ ପିଡୁଥିଲେ, ତାହା ଦେଖି ସେ କଣ କରୁଥିଲେ ସେ ସହି ପାରୁନଥିଲେ, ସହ୍ୟ ହୋଇ ପାରୁନଥିଲେ। ପିଲାମାନେ ତମ ଆଗରେ ତମ ମାକୁ ଜଣେ ଠିଆ ଠିଆ ହାଣିଦବ ହେଲା, ତମ ବାପାକୁ ଜଣେ ହାଣିଦବ, ତମକୁ କି ଲାଗିବ ପିଲାମାନେ? ଖରାପ ଲାଗିବ। ତମକୁ ଯିଏ ଗାଳି ଦେଲେ ତମକୁ କଣ ଖରାପ ଲାଗିବ। ସେଇଭଳି କଣ ହେଲା ସେ ଦେଖେ ଯେତେବେଳେ ତା ଗ୍ରାମର ଲୋକମାନଙ୍କ ସାଙ୍ଗେ କଣ ଖରାପ ବ୍ୟବହାର ଦେଖନ୍ତି ଇଂରେଜ ମାନେ, ତାଙ୍କ ମନରେ କଣ ବହୁତ କଣ ରାଗ ଆସେ, ଆଉ କଣ ସେମାନେ ସେଇ ଅତ୍ୟାଚାରକୁ ସେ ସହ୍ୟ କରିବା ସେ ସହି ପାରୁନଥିଲେ ସେଇ ଅତ୍ୟାଚାରକୁ ମଧ୍ୟ ହେଲା। ଏହାର ଦୃଢ ପ୍ରତିବାଦ କରିବାକୁ ସେ ଜମା ପଛାଉନଥିଲେ। କଣ ସେ ଦୃଢ ପ୍ରତିରୋଧ କଣ ଦୃଢ ପ୍ରତିବାଦ କରିବା ପାଇଁ ହେଲା। ପ୍ରତିବାଦ ମାନେ କଣ ପିଲାମାନେ ନା ସେ କଣ କରୁଥିଲେ, ସେ ଯେତେବେଳେ ଆସୁଥିଲେ ଇଏ କଣ ଛୋଟ ପିଲା ହେଲେ ମଧ୍ୟ କଣ ସେ କରୁଥିଲେ ନା ଦୃଢ ପ୍ରତିରୋଧ କରୁଥିଲେ। ସେ କହୁଥିଲେ କଣ ପାଇଁ ତମେ ଆମ ମାନଙ୍କୁ ଅତ୍ୟାଚାର କରିବ, ସେ ଡରୁ ନଥିଲେ ହେଲା। ସେ କଣ ଥିଲେ ଗୋଟେ ବୀରତ୍ୱ ଥିଲେ, ସାହସିକତା ଥିଲେ ହେଲା, ସହନଶୀଳ ଥିଲେ, ସେ ବହୁତ ହେଲା। ତାଙ୍କ ମତେ କହିବା ପାଇଁ ମୋ ପାଟିରେ ଆଉ ଅକ୍ଷର ନାହିଁ ହେଲା। ହଉ ଦେଖ ସାଧାରଣ ଗରିବ ଲୋକମାନେ ଖାଇବାକୁ ମୁଠେ ପାଉନଥିଲା ବେଳେ ସେମାନଙ୍କ ଠାରୁ ବଳପୂର୍ବକ ଖଞ୍ଜଣା ଆଦାୟ କରୁଥିଲେ। ପିଲାମାନେ କଣ କରୁଥିଲେ, ଯେତେବେଳେ ଲୋକମାନେ ଗରିବ ଲୋକମାନେ ଗୋଟେ ଭିକାରୀଟେ
ଖାଇବା ପାଇ ପାରୁନଥିବ ସେ କୋଉଠୁ ପିଲାମାନେ ଆଣିକି ତମେ ଖଞ୍ଜଣା ଦବ ଦେଇ କହିଲେ ପିଲାମାନେ ସେଇଭଳି ସେମାନେ କଣ କରୁଥିଲେ ଦୁର୍ଦ୍ଦଶା କରୁଥିଲେ ଏତେ ଘନିଷ୍ଠ ଏତେ ଏତେ ମାନେ ଥିଲେ ଦେଖ ହେଲା କଣ କରୁଥିଲେ ଯୋଉମାନେ ଖାଇବା ପାଇଁ ମୁଠା ନଥିବ ଚାଉଳ ସେମାନେ ପଇସା ନେଇ ଯାଉଥିଲେ ହେଲା ସେ କଣ ଖାଇବେ ପିଲାମାନେ ମରିବେ ନିହାତି ହେଲା ବଳ ଖଞ୍ଜଣା ବଳପୂର୍ବକ ସେଇଭଳି କଣ ଆଜି କରୁନଥିଲେ ପିଢି ପିଢି ମାରି ମାରି ଚାପର ମାରି ଗୁଣ୍ଠା ମାରି ହେଲା ହାତ ନଖ କାଟିଦେବେ ଗୁଡ ଆଙ୍କିରେ ଛିଡେଇଦେବେ ସେଇଭଳି ବହୁତ ବଳ ଅତ୍ୟାଚାର କରି କଣ ପଇସା ତାକୁ ଆଦାୟ କରନ୍ତି ହେଲା ହଉ ତାପରେ ଦେଖ ତାପରେ ଠିକ ସମୟରେ ଖଞ୍ଜଣା ଆଦାୟ ନ ହେବାରୁ ଘେସ୍ ଜମିଦାରଙ୍କ ନାମରେ ଇଂରେଜ ସରକାର ପରୱାନା ଜାରି କରିଥିଲେ କଣ ହେଲା ଯୋଉ ଘେସ୍ ଗ୍ରାମର ଲୋକମାନେ ଯୋଉ ଘେସ୍ ଗ୍ରାମର ଲୋକମାନେ କଣ କଲେ ଜରିମାନା ଦେଲେନି ବା ପଇସା ଦେଲେନି ସେମାନଙ୍କୁ ସେଇଦ୍ୱାରା କଣ ହେଲା ନା ଇଂରେଜ ସରକାର ପରୱାନ ଜାରି କଲେ ପରୱାନ ମାନେ କଣ ସେ ଇଂରେଜ ସରକାର ସେଇ ଜାଗାକୁ ଆସିକି କଣ ଗୋଟେ କରିବେ ଆଉ ହେଲା ଦେଖ ଆକୁ ପଢିଲେ ଜାଣିପାରିବ ହେଲା ତାପରେ ଇଂରେଜ ସରକାର ମାଧବସିଂହଙ୍କର ଜମିଦାର ଉଚ୍ଛେଦ କଲେ କଣ କଲେ ମାଧବସିଂହଙ୍କର ଯୋଉ ଜମିଦାର ବା ମାଧବସିଂହଙ୍କ ଯୋଉ ଜାଗା ଥିଲା କଣ କଲେ ଉଚ୍ଛେଦ କଲେ ତାକୁ ନେଇଗଲେ ଆଉ ମାଧବସିଂହଙ୍କ ପାଖରେ ଥିଲା ଛତିଶଗଡ ଜମିଦାରୀ ସହିତ ସମ୍ପର୍କ ନିବିଡ ଥିଲା କଣ ଥିଲା ମାଧବସିଂହଙ୍କର କଣ ଥିଲା ନା ଥିଲା ଛତିଶଗଡ ଜମିଦାର ଲୋକ ସାନେ ଛତିଶଗଡ ଜଣେ ଜମିଦାରୀ ଲୋକ ଥିଲେ ତାଙ୍କ ସହିତ ତାର କଣ ଥିଲା ନିବିଡ ସମ୍ପର୍କ ସହିତ ଥିଲା ମାନେ କଣ ପିଲାମାନେ ବୁଝିପାରୁଛ କଣ ନା ସେ ଗୋଟେ ଥିଲେ ପିଲାମାନେ ଦେଖିଥିବ ତମେ ବର୍ତ୍ତମାନ ଖାଲି କଣ ତମ ଗାଁରେ ଖାଲି ତମ ସାଙ୍ଗ ଅଛି ତମ ବାହାରେ କେହି ସାଙ୍ଗ ନାହିଁ ତମ ବାପା ହାର କଣ ତମ ବାପା ହାର କଣ ତମ ଗାଁ ଗୋଟେ ଜମିଦାରୀ ମନେକର ତମ ବାପା ସାଙ୍ଗ ଆଉ ଗୋଟେ ମାନେ ଆଉ ତମ ଗ୍ରାମ ପାଖରେ ଆଉ ଜଣଙ୍କର କଣ ସେ ବି ଜମିଦାରୀ ଥିବ ମାନେ ଦି ଜଣ କିଛି କିଛି ରିଲେସନ ଥିବ ନା ହେଲା ସେଇଭଳି କଣ ଥିଲା ଟିକେ ରିଲେସନ ଥିଲା ହେଲା କୋଉ କାହା ସାଙ୍ଗେ ନା ଛତିଶଗଡ ଜମିଦାର ଥିଲା ମନେ ରଖ ପିଲାମାନେ କାହା ସାଙ୍ଗେ ନା ଛତିଶଗଡ ଜମିଦାର ଥିଲା କାରଣ ମାଧବସିଂହଙ୍କର ଝିଅ ଛତିଶଗଡ ଜମିଦାରୀ ପୁଅକୁ ବିବାହ କରିଥିଲେ କାରଣ କଣ ଗଲେ ନା ମାଧବସିଂହ ସେ ବିବାହ କରିସାରିଲେଣି ହେଲା ସେ ଆଉ ଛୋଟ ପିଲା ନାହିଁ ସେ ବର୍ତ୍ତମାନ ବହୁତ ବଡ ହେଇକରି ବାହା ଝିଅକୁ ବାହା କରିସାରିଲେଣି ହେଲା କଣ କଲେ ନା ମାଧବସିଂହ କଣ କରିଥିଲେ ମାଧବସିଂହଙ୍କର ଝିଅ ଛତିଶଗଡ ଜମିଦାରକୁ ବିବାହ କରିଥିଲେ ସେଥିପାଇଁ ସେ ତାଙ୍କର କଣ ଥିଲେ ଚିହ୍ନା ଥିଲେ ବା ସାଙ୍ଗ ଥିଲେ ଏଇଗୁଡା ସମ୍ପର୍କ ଥିଲା ହେଲା ମନେ ରଖ ତମେ ପଚାରିବ ନା ମାଧବସିଂହ ଛତିଶଗଡ ଜମିଦାରୀ ପାଇଁ ସାଙ୍ଗେ କୋଉଥିପାଇଁ ନିବିଡ ସମ୍ପର୍କ ଥିଲା ବା କାରଣ କଣ ତାଙ୍କ ନିବିଡ ସମ୍ପର୍କ ଥିଲା କାରଣ ମାଧବସିଂହଙ୍କର ଝିଅକୁ ସେ କଣ କରିଥିଲେ ତାଙ୍କ ଝିଅକୁ କନ୍ୟା ପ୍ରଦାନ କରିଥିଲେ କାହାକୁ କରିଥିଲେ ନା ଛତିଶଗଡ ଜମିଦାରୀଙ୍କର ପୁଅକୁ ହେଲା ଦେଖ ନାରାୟଣ ସେ ମଧ୍ୟ ଥିଲେ ଉଦାର ହୃଦୟର ମଣିଷ ମାଧବସିଂହଙ୍କ ଜାମାତା ଥିଲେ ଜମିଦାର ନାରାୟଣ କଣ କହୁଛି ମାଧବସିଂହଙ୍କର ଜାମାତା ଥିଲେ ହେଲା ଜମିଦାର ନାରାୟଣ ସିଂହ ଥିଲେ ଉଦାର ହୃଦୟ ମଣିଷ ସେ ସମୟରେ ବର୍ଷା ଅଭାବରୁ ସେ ଅଞ୍ଚଳରେ ଦୁର୍ଭିକ୍ଷ ପଡିଲେ ପିଲାମାନେ ସେ ଅଞ୍ଚଳରେ କଣ ହେଲା ବର୍ଷା ଅଭାବରୁ ସେ ଅଞ୍ଚଳରେ ଦୁର୍ଭିକ୍ଷ ପଡିଲା ଲୋକମାନେ ଖାଇବାକୁ ପାଇଲେ ନାରାୟଣ ସିଂହ ସେଠିକାର ଜୈନିକ ସେଠ ମାଖଲାନଙ୍କୁ ଖାଦ୍ୟ ସାର ସୂତ୍ରରେ କଣ ଥିଲେ ପିଲାମାନେ ସେ କହୁଛି ନା ଜାମାତା ଥିଲେ ଜାମାତା ମାନେ କଣ ପିଲାମାନେ ଟିକେ ଦେଖିଦେବା ହେଲା ଜାମାତା କହିଲେ କଣ ଦେଇନି ତ ପିଲାମାନେ ହଉ ମାନେ ଜାମାତା ମାନେ କଣ ପିଲାମାନେ ବୁଝିପାରିବେ ଲାଷ୍ଟ ଦେଖ ହେଲା ଫାଷ୍ଟ ପଢିସାର ଦେଖ ଲାଷ୍ଟ ବୁଝିପାରିବ ଜାମାତା କହିଲେ କଣ ହେଲା ମାନେ ଜାମାତା ମାନେ କଣ ଥିଲେ ଦେଖ ତାଙ୍କର ଗୋଟେ ନିଜସ୍ୱ ମଣିଷ ଥିଲେ ହେଲା ଉଦାର ହୃଦୟର ମଣିଷ ତାଙ୍କର ନିଜସ୍ୱ ଟିକେ ଲୋକ ଥିଲେ ଜାମାତା ହେଲା ମାନେ କିଏ ଥିଲେ ନା ନାରାୟଣ ସିଂହ ଥିଲେ ସେ ଗୋଟେ ଥିଲେ ଉଦାର ହୃଦୟର ମଣିଷ ନାରାୟଣ ସିଂହ ଥିଲେ ବହୁତ ଭଲ ଲୋକ ହେଲା ସେ କହୁଛନ୍ତି କଣ କଲେ ସେ ସମୟରେ ବର୍ଷା ଅଭାବରୁ ସେ ଅଞ୍ଚଳରେ ଦୁର୍ଭିକ୍ଷ ପଡିଲା ସେ ଅଞ୍ଚଳରେ କଣ ହେଲା ପିଲାମାନେ ଏକଦା ବର୍ଷା ଅଭାବରୁ ଦୁର୍ଭିକ୍ଷ ପଡିଲା ବର୍ଷା ନହେଲେ ପିଲାମାନେ କଣ ଚାଷ ହେଇପାରିବ କଣ ହେଲା ସେଇଠି ପିଲାମାନେ ଦୁର୍ଭିକ୍ଷ ପଡିଲା ହେଲା ଖାଇବା ପାଇଁ କିଛି ରହିଲା ନାହିଁ ହେଲା ଲୋକମାନେ ଖାଇବାକୁ ପାଇଲେ ନାହିଁ ଲୋକମାନେ କଣ ହେଲେ ଖାଇବାକୁ ମଧ୍ୟ ପାଇଲେ ନାହିଁ ହେଲା ନାରାୟଣ ସିଂହ ସେଠିକାର ଜୈନିକ ସେଠ ମାଖନଲାଙ୍କୁ ଖାଦ୍ୟଶସ୍ୟ ଧାର ସୂତ୍ର ଦେବା ପାଇଁ ଅନୁରୋଧ କରିଥିଲେ ନାରାୟଣ ସିଂହ ସେଠାକାର ଜୈନିକ ସେଠ ମାନେ ସେଠାକାର ଯୋଉ ଥିଲେ ଲୋକ ଜୈନିକ ମାନେ ସେଠି ଗାଁରେ ଜଣେ ଯୋଉ ଥିଲେ ମୁଖ୍ୟ ସେମାନେ ତାକୁ କଲେ ସେଠ ମାଲିକାନାକୁ ଖାଦ୍ୟଶସ୍ୟ ଧାର ସୂତ୍ର ଖାଦ୍ୟ ଧାରରେ ମାଗି ଖାଦ୍ୟ ସୂତ୍ର ମାଗିଥିଲେ ହେଲା କିଏ ନାରାୟଣ ସିଂହ ହେଲା କୋଉଥିରେ ମାଗିଥିଲେ କାରଣ ଦୁର୍ଭିକ୍ଷ ପଡିଥିଲା ସେଥିପାଇଁ ସେଇଟା କଣ ଥିଲେ ନା ସେଇଠି ଜଣେ ଥିଲେ ଜୈନିକ ସେଠ ମାଖନଲା ହେଲା ନା କଣ କରିଥିଲେ ଖାଦ୍ୟ ଶସ୍ୟ ଧାରରେ ମାଗିବା ପାଇଁ ମତେ ଦେଇଥାଉ ମୁଁ ପୁଣି ତମକୁ କଣ ଫେରେଇଦେବି ହେଲା ତାକୁ କୁହାଯାଏ ଧାରରେ ସେ ଅନୁରୋଧ କରିଥିଲେ ମାତ୍ର ପରିତାପର କଥା ଯେ ସେଠ ମାଖନଲାଙ୍କ ଇଂରେଜ ମାନଙ୍କ ପ୍ରରୋଚନ ଶସ୍ୟ ଦେବା ପାଇଁ ମନା କରିଥିଲେ ସେ ଯୋଉ ସେଠ ମାଖନଲା ଥିଲେ ତାକୁ ଇଂରେଜ ମାନେ କଣ କରିଥିଲେ ମନା କରିଥିଲେ ନା ତମେ ସେଇ ଗ୍ରାମ ଲୋକମାନଙ୍କୁ ଆଦୌ ଖାଦ୍ୟ ଦେବା ପାଇଁ ଦବନି ହେଲା ଦେଖୁଛ କୋଉ ଭଳି ଥିଲେ ଇଂରେଜ ମାନେ ହେଲା ଫଳରେ ଖାଦ୍ୟ ଅଭାବରୁ ପ୍ରଜା ମାନଙ୍କର ଅତ୍ୟନ୍ତ ଦୟନୀୟ ଅବସ୍ଥାକୁ ଦେଖି ନାରାୟଣ ସେଠଙ୍କ ଭଣ୍ଡାରରୁ ଜବରଦସ୍ତ ଖାଦ୍ୟ ଶସ୍ୟ ଆଣି ପ୍ରଜା ମାନଙ୍କୁ ବାଣ୍ଟିଲେ ପିଲାମାନେ କଣ ହେଲା ପିଲାମାନେ ଫଳରେ ଅଭାବରୁ କଣ ହେଲା ନା ପ୍ରଜା ମାନଙ୍କର ଅତ୍ୟନ୍ତ ଦୟନୀୟ ଦେଖି ସେ ନାରାୟଣ ସେଠଙ୍କ ଭଣ୍ଡାରରୁ ଜବରଦସ୍ତ
कौन सेठ जो थे जबरदस्त आଣିକି अरे पिला माने तमे गोटे हो गोटे जमीदार तम ग्राम तम गाँव तम गोटे मुखिया तम गाँव लोक मैंने पूरा दुर्भिक्ष पड़ी किसी न खाई मास आगे बंचती तुम ताकू जिन हेले चुरे हेले दब ना जबरदस्त पीड़ी गोटे लोक से वर्ष जबरदस्त करके फल खाद्य से कौन कले जबरदस्त नारायण से भंडार जबरदस्त कर खाद्य आने प्रजा मान बांटी जबरदस्त आने कौन लोक मान बांटी यही घटना को केन्द्र कर इंग्रेज सरकार जमीदार नारायण सिंह को जेल दंड दंडित करते पिला माने तापर से कौन कले इंग्रेज सरकार से शुणिले ना से जबरदस्त नहीं कर से कौन कले ना से कौन कले इंग्रेज इंग्रेज मान कौन कला दंड दंडित कला जेल रे पूरे क्या नारायण सिंह को पिला बुझी पार्छ को भाई कलबर केते कष्ट से रोते है पिला देखी दूसरे कैमेरा एंगल ठीक अच्छे नहीं पिला देख है मालिक कौन अनुरोध करते कौन कल जेल पूरी देले कौन कले प्रजार हित काम कर जामाता को इंग्रेज सरकार दंडित करथिबा हेतु माधवसिंह क्रोधान्वित होई पड़ते कौन है प्रजार हित माने जेते बेले नारायण से प्रजार किसी प्रजा मान हित माने प्रजा मान भल किसी कार्य कर जेल दंडित कर कष्ट देवारू से कौन कले ना कौन आम माधव सिंह क्रोधान्वित होले बहुत रागी गले किए माधव सिंह कहले सी कौन कले से किसी खराब काम कर खराब काम करना लोक मैंने खाया से कौन कले जबरदस्त आनी से कौन जेल दंडित माड़ पिड़ा जीव से सही पारे ना से रागी गले देख सेते बेले घेस जमीदार कौन कही पे सेते बेले जो घेस जमीदारी थे जो घेस जमीदार लोक मान थे से कौन है से संबलपुर राज्य अधीन थिला घेस जमीदार कौन माने संबलपुर राज्य अधीन थिला अरे इंग्रेज सरकार संबलपुर राज्य अधीन पे बुझा से घेस गाँव जो संबलपुर राज्य अधीन थिला इंग्रेज सरकार एक विज्ञप्ति प्रकाश कले संबलपुर अधीनस्थ समस्त राजा जमीदार गौतिनिया निज निज राजस्व आदाय कर संबलपुर ठारे इंग्रेज मान कार्यालय दाखल करेंगे मैंने से कौन कहला संबलपुर जो मैंने भी संबलपुर जो राजा मान जमीदार मान गैतिया मान सब बड़ बड़ लोक अच्छा से सब जगह बाड़ी सब आनी आम इंग्रेज मान आगे हाजर करेंगे किसी जगह बाड़ी घर किसी देवे सब है फल से सम्मान आँच आसला सब लोक मान कौन संबलपुर तो सब थे सम्मान आँच आसला माधव सिंह प्रथम यही आदेश को अमान्य कर खजना आदाय कर नहीं समूलर कौन संबलपुर दाखल कल से कौन कह मैंने कौन कले माधव सिंह जो थे से कौन कल प्रथम ये आदेश को अमान्य कर कौन कले ना से आदेश को से मानिले ना अमान्य करदे है कौन कले ना नहीं संबलपुर दाखल कर ना से कौन कले मुझे किसी देवी मो संबलपुर मो जगह किसी मुझे देवी किसी मोर देवी से कौन कले दाखल कले देखिए आउ किसी जमीदार एभली करने फल इंग्रेज सरकार से सब जमीदार को बेजप्त घोषणा कले कौन कले शुणी आहू बहुत गुड़ लोक देले जो हुए इंग्रेज सरकार कौन कले इंग्रेज सरकार कहले हौ नदेले नाई बेजस्त कले है से कौन डर देले टे जड़े देलानी मान कहीं देवेनि जदि से कौन करें किसी करें से सारा भारत वर्ष विभिन्न अंचल इंग्रेज विरोधी स्लोगान शुणा जाए कौन ना इंग्रेज मान विरोध में सब लोक मैंने पूरा बहुत केतर लोक मैंने एकजुट हो स्लोगान देते ना इंग्रेज मान तोड़ इंग्रेज मान तोड़ इंग्रेज मान तोड़ इंग्रेज मान मुर्गाबाद मुर्गाबाद है सब कौन स्लोगान चलता है सब आड़े है राजा महाराजा जमीदार माने संगठित होती कौन राजा महाराजा सब संगठित जमीदार माने सब एकाड़े होती से समय खर्दार राजगुरु जयकृष्ण महापात्री से समय गोटे खर्दार राजगुरु ना कौन पे ना जयकृष्ण महापात्र ना कौन पे ना जयकृष्ण महापात्र है महापात्र कौन है से खर्दार राजगुरु को से कौन कले फांसी प्रकणित हो उठे कौन से जो खर्दार राजगुरु जयकृष्ण कौन जयकृष्ण महापात्र से कौन कले फांसी दिज्व से कहले आउ कौन कर बक्सी जगबंधु बंदी भली अनेक घटना घटी सारी बक्सी जगबंधु को कौन अनेक घटना घटी बक्सी बंधु को मारी मुरा भी सारी सारी पाइक विद्रोह गर्जन सारा ओडिशा प्रकम्पित हो उठे कौन होता है पाइक विद्रोह कौन इंग्रेज मान तोड़ा पाइक विद्रोह चलता है से समय बहुत केते बड़ लोक मरु था से कौन है संबलपुर वीर सुरेन्द्र साय नेतृत्व शह वीर जो संगठित होती से समय कौन होता है संबलपुर वीर सुरेन्द्र साय ना मन रखते से गोटे संबलपुर गोटे मस्ट है आम ओडिशार वीर सुरेन्द्र साय है नेतृत्व शह वीर पछे पछे कौन बहुत गुड़े लोक शह वीर था इंग्रेज मान तोड़ाई है अरे माधव सिंह वीर सुरेन्द्र साय जोगाजोग था कौन माधव सिंह वीर सुरेन्द्र साय किसी जोगाजोग था एकार सब था वीर सुरेन्द्र सहायक विरोध ब्रिटिश शासक अभिमुख्य माधव सिंह खूब प्रभाव पकाई था कौन कह वीर सुरेन्द्र सहायक विरोध
ବିରୁଷଣଙ୍କ ସହାୟକ ବିରୋଧରେ ବ୍ରିଟିଶ ଲୋକମାନେ କଣ କରୁଥିଲେ, ବହୁତ କଣ କରୁଥିଲେ, ମାଧବ ସିଂହକୁ ଖୁବ୍ ପ୍ରଭାବ ପକାଇଥାନ୍ତି। ମାଧବ ସିଂହକୁ ବହୁତ ଗୁଡେ ମାଳ ମାରିଥାନ୍ତି, ଖୁବ୍ ପ୍ରଭାବ ପକାଇଥାନ୍ତି। ମାଧବ ସିଂହ ଇଂରେଜ ସରକାର ଉପରେ ଅଧିକୃତ କ୍ଷୁବ୍ଧ ହୋଇପଡିଥାନ୍ତି। ମାଧବ ସିଂହ କଣ ପ୍ରାୟ ଅଧିକ କ୍ଷୁବ୍ଧ ମାନେ କଣ କ୍ଷୁବ୍ଧ ମାନେ ତାକୁ ପିଢି ମାର ପିଲାମାନେ ଦେଖ ଇଂରେଜ ମାନେ କଣ କଲେ, ମାଧବ ସିଂହକୁ ବହୁତ ଟର୍ଚର କରିଥିଲେ। ସେଥିପାଇଁ ସେ କଣ କ୍ଷୁବ୍ଧ ହୋଇପଡିଲା, ସେମାନେ ବହୁତ ଡରି ଯାଇଥାନ୍ତି ହେଲା। ମାଧବ ସିଂହ ଜଣେ ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତି ଥିଲେ। ମାଧବ ସିଂହ କଣ ଥିଲେ, ଜଣେ ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତି। ସେ ଜାଣିଥିଲେ ଯେ ଦିନେ ନା ଦିନେ ବିଦେଶୀ ଇଂରେଜ ଶାସକ ଏଇ ଦେଶରୁ ବିତାଡିତ ହେବେ। ସେ ଜାଣିଥିଲେ ଦିନେ ନା ଦିନେ ଯେବେ ହେଲେ ମଧ୍ୟ ଇଂରେଜ ମାନେ କଣ ହେବେ, ଆମ ଦେଶରୁ ବିତାଡିତ ହେବେ ହେଲା, ମାନେ ବାହାରି ଯିବେ ହେଲା। ଇଂରେଜ ତାର କଣ ହେଲା, ଇଂରେଜ ମାନଙ୍କ ସହିତ ସେ ଯେ ଲଢେଇ ହବ ଏହା ସେ ଅନୁମାନ ନେଇଥିଲେ। କଣ ହେଲେ ସେ କହିଥିଲେ ନା ଇଂରେଜ ମାନଙ୍କ ସହିତ ଦିନେ ନା ଦିନେ ଲଢେଇ ହବ, ଆଉ ସେ ଲଢେଇ ସେମାନେ ପରାସ୍ତ ହେଇ ସେ ଆମ ଭାରତ ଦେଶକୁ ଛାଡିକି ପଳେଇବେ ହେଲା। ବୁଝିପାରୁଛ ତ? ହଁ କିଛି ନାହିଁ ହେଲା। ସାରା ଭାରତ ବର୍ଷର କଣ ଅନୁକୋଣ ବିପ୍ଳବର ବହ୍ନି ଜଳି ଲାଗିଲାଣି। କଣ ସାରା ଭାରତ ବର୍ଷ ସବୁଆଡୁ ଅନୁକୋଣ କୋଣ ହେଲା। କଣ ହେଲା, ବିପ୍ଳବର ବହ୍ନି ମାନେ ଜିତିବାର ଜହ୍ନି ସବୁ ଲୋକମାନେ ସବୁ ଜିତିବେ ବୋଲି ପୁରା ମାନେ ଇଂରେଜ ମାନଙ୍କୁ ତଡିବା ପାଇଁ ପୁରା ବାହାରି ପଡିଲାଣି। ତେଣୁ ମାଧବ ସିଂହ ଏହି ମହାବିପ୍ଳବ ତାଙ୍କର ପ୍ରସ୍ତୁତି ଆରମ୍ଭ କରିଥାନ୍ତି। କଣ ମାଧବ ସିଂହ ମଧ୍ୟ ତାଙ୍କର ମହାବିପ୍ଳବ ମାନେ ଇଂରେଜ ମାନଙ୍କୁ ତଡିବା ପାଇଁ ଗୋଟେ ବିପ୍ଳବ ସେ ଆରମ୍ଭ କରିଦେଇଥାନ୍ତି। ଜୟୀରାଜଗୁରୁ ଯୁବକ ମାନଙ୍କୁ ନେଇ ଯେଉଁପରି ପାଇକ ମେଳି ଆରମ୍ଭ କରିଦେଇଥିଲେ, ଜୟୀରାଜଗୁରୁ ଯୋଉଭଳି ପାଇକି ମାନଙ୍କୁ ନେଇ ବିଦ୍ରୋହ କରିଥିଲେ, ସେଇଭଳି ସେ କଣ କରିଥିଲେ ମାନେ ସେଇପରି ମାଧବ ସିଂହ ମଧ୍ୟ ମାଧବ ସିଂହ କଣ କଲେ ନା, ବଛା ବଛା ଆଦିବାସୀ ଯୁବକ ମାନଙ୍କୁ, ବଛା ବଛା ବଳୁଆ ବଳୁଆ ଆଦିବାସୀ ମାନଙ୍କୁ, ଆଉ ତମ ଭାଇ ନରହଟା ଶୁକୁଟା ନାହିଁ ହେଲା, ସେ କଣ କରିଥିଲେ ବଛା ବଛା ମାନେ ହେଲା କଣ କରିଥିଲେ, ସେଇ ବଛା ବଛା ଲୋକମାନଙ୍କୁ ନେଇକି ଆଦିବାସୀ ମାନଙ୍କୁ ନେଇକି ବଣ ଜଙ୍ଗଲ ସ୍ଵାଧୀନତାର ମନ୍ତ୍ର ଦୀକ୍ଷିତ କରିଥିଲେ। ଆଉ ସେଇଠାରେ ଥିବା ବୁଢା ରାଜୁଗୁଡି ବରଗଛ ମୂଳରେ ଏକ ବିଚ୍ଛିନ୍ନ ପଡିଆରେ କଣ ମିଟିଂ ବସେଇଥିଲେ ସବୁ ହେଲା। କୋଢେ ନା ସେଇଠି ଥିବା ଗୋଟେ ବୁଢା ରାଜଗୁଡି ବରଗଛ ସେଇ ମୂଳରେ ବିଚ୍ଛିନ୍ନ ପଡିଆରେ ଯୋଉମାନଙ୍କୁ ଧନୁତୀର, ବର୍ଛା, ଢାଲ, ଖଣ୍ଡା, ମୁଦଗର ଇତ୍ୟାଦି ସବୁ ବିଦ୍ୟା କଣ ସେମାନଙ୍କୁ ଶିଖଉଥିଲେ, ଯୁଦ୍ଧ ବିଦ୍ୟା ହେଲା। କିଏ ଶିଖଉଥିଲେ ପିଲାମାନେ? ମାଧବ ସିଂହ। କୋଉ ମାନଙ୍କୁ ଶିଖଉଥିଲେ? ସେଇ ଆଦିବାସୀ ମାନଙ୍କୁ ଶିଖଉଥିଲେ ହେଲା। କଣ ଶିଖଉଥିଲେ ନା, ଧନୁତୀର କୋଉ ଭଳି ମାରିବ, ନା କୋଉ ଭଳି ଢାଲ ଚଲେଇବ, ନା କୋଉ ଭଳି କଣ ମାରିବ, ଏ ଯୋଉ କଣ ଦେଖିଥିବ ଧନୁସର ପଥର ବାଟେ ବନ୍ଧା ଛୁରୀ ଛୁରା ସବୁ କଣ କୋଉ ଭଳି ଚଲେଇବ ତାକୁ ସବୁ ଶିଖଉଥିଲେ ହେଲା। 1857 ମସିହା ଅକ୍ଟୋବର ମାସ ଆସିଗଲା ମାନେ ପଏଁ 1857 ମସିହା ଅକ୍ଟୋବର ମାସ 7 ତାରିଖରେ ସମ୍ବଲପୁର ବରହମ ମନ୍ଦିର ପ୍ରାଙ୍ଗଣରେ ବିପ୍ଳବୀ ମାନେ ଏକଜୁଟ ହୋଇ ଇଂରେଜ ସରକାର ଅତ୍ୟାଚାର ବିରୋଧରେ ଯୁଦ୍ଧ ଘୋଷଣା କରିଥିଲେ। କେତେ ମସିହା ପିଲାମାନେ? 1857 ମସିହାରେ ଅକ୍ଟୋବର ମାସ 7 ତାରିଖରେ 1857 ହେଲା। ତାହେଲେ କଣ ବସିଲେ 7 ତାରିଖରେ ସମ୍ବଲପୁର ବରହମ ମନ୍ଦିର ପ୍ରାଙ୍ଗଣରେ ବିପ୍ଳବୀ ମାନେ ଏକଜୁଟ ହେଲେ, ସବୁ ଏକାଡେ ହେଲେ। ତାପରେ ଇଂରେଜ ସରକାରଙ୍କ ଅତ୍ୟାଚାର ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିଥିଲେ। କଣ ସେମାନଙ୍କୁ ମଧ୍ୟ କଣ ଇଂରେଜ ମାନେ ଯୋଉ ସମ୍ବଲପୁର ବରହମ ମନ୍ଦିର ପାଖରେ କଣ ହବ, ଯୁଦ୍ଧ ଘୋଷଣା ହେଲା। ମାନେ ଇଂରେଜ ମାନଙ୍କ ସାଙ୍ଗେ ଯୁଦ୍ଧ ହବ। କୋଉଠି ହବ ନା, ବରହମ ମନ୍ଦିରରେ ହେଲା। ସମ୍ବଲପୁର ବରହମ ମନ୍ଦିରରେ କେତେ ମସିହାରେ ହବ ନା, 1857 ମସିହା ଅକ୍ଟୋବର ମାସ 7 ତାରିଖରେ ହବ ପିଲାମାନେ ହେଲା। ପାହାଡ ଜଙ୍ଗଲ ଘେରା ଅଞ୍ଚଳରେ ଥିବା ଘାଟି ସବୁ ଜଗି ରହିଥିଲେ। କଣ ପାହାଡ ପୋଡି ସବୁ ଜଗି ରହିଥିଲେ। କେତେ ଗୁଡେ ଇଂରେଜ ମାନେ ଆସି ପୁରା ମାଡ ପୁରା ଛତୁ ହବ ହେଲା। କଣ ହେଲା, ବିପ୍ଳବୀ ମାଧବ ସିଂହ ସିଂଘଡି ଘାଟିକୁ ଜଗି ରହିଥିଲେ। ସେଇଠି ଗୋଟେ ଜାଗା ଥିଲା, ସେଇ ଜାଗାର ନାଁ କଣ ନା ସିଂଘଡି ଘାଟିକୁ ସେ ଜଗିଥିଲେ। ମାନେ ତା ହେଡି ଇଂରେଜ ମାନଙ୍କୁ ଆସିବାକୁ ଦଉନଥିଲେ। ସମ୍ବଲପୁର ଠାରୁ ନାଗପୁରକୁ ସଂଯୋଗ କରୁଥିବା ସମ୍ବଲପୁର ଠାରୁ କଣ ନାଗପୁରକୁ ସଂଯୋଗ କରୁଥିବା ରାସ୍ତାଟି, ଯାହା ଇଂରେଜ ମାନଙ୍କ ଯାତାୟାତର ସୁଗମ ପଥ ଥିଲା। ସମ୍ବଲପୁରରୁ କଣ ରାୟପୁର ହେଲା, ସମ୍ବଲପୁରରୁ ନାଗପୁର ହେଲା ସଂଯୋଗ କରୁଥିବା ଗୋଟେ ରାସ୍ତା। ସମ୍ବଲପୁର ନାଗପୁର ଗୋଟେ ରାସ୍ତାଟା ଅଛି। ସେଇ ରାସ୍ତାରେ କଣ ଇଂରେଜ ମାନେ ଆସିବେ, ଯାତାୟାତ କରନ୍ତି। ସେଇଟା ଗୋଟେ ଭଲ ପଥ ଥିଲା, ଭଲ ରାସ୍ତା ଥିଲା। ଏଇ ରାସ୍ତା ମଧ୍ୟରେ ନିଶା ଘାଟି, ସିଂଘଡି ଘାଟି ଅବସ୍ଥିତ। ସେ ରାସ୍ତା ମଧ୍ୟରେ ଆଉ କଣ କଣ ଜାଗା ଥିଲା ନା, ଗୋଟେ ନିଶା ଘାଟି ଥିଲା, ଗୋଟେ ସିଂଘଡି ଘାଟି ଥିଲା। ସିଂଘଡି ଯୋଉ ମଝିରେ ଗୋଟେ କଣ ଯୋଉ ମନେକର ଦେଖ ପିଲାମାନେ ଗୋଟେ ରାସ୍ତା ଅଛି, ସେ ରାସ୍ତାରେ କଣ ସିଂଘଡି ଘାଟି ଆଉ ଗୋଟେ କଣ ନିଶା ଘାଟି ଥିଲା। କିନ୍ତୁ ଏଇଟା କଣ ମାଧବ ସିଂହ ସିଂଘଡି ଘାଟି ପାଖରେ ଜଗିଥିଲେ। ଯେତେବେଳେ ଇଂରେଜ ମାନେ ଆସିବେ ତାଙ୍କୁ କଣ କରିବି, ମାରିବି, ପିടിବି, ତଡିବି, ଯାହା ହେଲେ ବି ହେଲା। ଆସିଲା ବେଳେ ତାକୁ ଗାଡିକି ବମ ବ୍ଲାଷ୍ଟ କରିବି ହେଲା। ସେଇଭଳି ସବୁ ସେ ଚିନ୍ତା କରୁଥିଲେ ହେଲା। ଫଳରେ ସମ୍ବଲପୁର ଏବଂ ନାଗପୁର ଦୁଇ ପ୍ରସିଦ୍ଧ ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଗଲା। ଏହା ଦ୍ୱାରା ଇଂରେଜ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଲେ। କଣ ହେଲା, ସେ ଯୋଉ ଆସିବା ଫଳରେ କଣ ହେଲା, ଅଞ୍ଚଳକୁ ବହୁତ ଯୋଗାଯୋଗ ବିଚ୍ଛିନ୍ନ କରିଦେଲେ ହେଲା। ଏହା ଦ୍ୱାରା ଇଂରେଜ ମାନେ ଆସିବାର ବହୁତ ସମ୍ମୁଖୀନ ହେଲା। ସେଇଦିନ ଠାରୁ ମାଧବ ସିଂହ ଇଂରେଜ ସରକାରର କପ ଦୃଷ୍ଟିକୁ ଆସିଗଲେ। ସେଇଦିନ ଠାରୁ କଣ ହେଲେ, ଇଂରେଜ ମାନଙ୍କ ଆଗକୁ କହିଲେ, ଇଏ ଆମକୁ ଏତେ ଖରାପ କାମ କରୁଛି, ଆକୁ ଆମେ ତାକୁ କଣ ମାରିବା ପାଇଁ ସେ କଣ ତାଙ୍କ କପ ଦୃଷ୍ଟିକୁ ସେ ଆସିଗଲେ ହେଲା। କିଏ ନା, ମାଧବ ସିଂହ ହେଲା। ମନେ ରଖ, ଦେଶ ସ୍ୱାଧୀନତା ପାଇଁ ଏଇ ମାଟି ମାକୁ ରକ୍ଷା କରିବା ପାଇଁ ମାଧବ ସିଂହ ଏକା ନୁହନ୍ତି। ସେ କଣ କହୁଛି ନା, ଦେଶକୁ ରକ୍ଷା କରିବା ପାଇଁ ଏକଲା ମାଧବ ସିଂହ ନଥିଲେ, ବହୁତ ବଡ ଲୋକ ଥିଲେ ପିଲା। ମାଧବ ସିଂହର ଫଟୋ ଦେଖିଦିଅ ହେଲା, ବହୁତ ବଡ ଥିଲେ। ସାରା ପରିବାର ମିଶି ବିପ୍ଳବ ଯୋଗ ଦେଇଥିଲେ। ସାରା ପରିବାର ଯେତେ ବି ଲୋକ ଥିଲେ ନା ଏଇ ମାଟି ମାରେ, ବହୁତ ବଡ ଲୋକ କଣ ତାର ପରିବାରରେ ମିଶି ସବୁ କଣ ବିପ୍ଳବ ଯୋଗ ଦେଇଥିଲେ। ମାନେ ସେଇ ଯୋଗ ଦେଇଥିଲେ। ନିଶା ଘାଟିକୁ ପ୍ରସବ କରିବା ପାଇଁ ମାତ୍ର ବିପ୍ଳବୀ ଯୁବକ ମାନଙ୍କୁ ଉପରେ ପଥର ଢାଲା ପକାଇ ଇଂରେଜ ମାନଙ୍କ ଗାଡିକୁ ଅଟକାଇ ଆକ୍ରମଣ ନିହତ କଲେ। କଣ ପିଲାମାନେ ଯୋଉ ନିଶା ଘାଟି ମୁଁ କହିଥିଲି,
ସେ ନିଶା ଘାଟି ଆସିଲା, ସେ ନିଶା ଘାଟି ଆସିଲା ଲୋକମାନେ କଣ କଲେ, ଯୋଉ ଇଂରେଜ ମାନେ ଆସୁ ତାଙ୍କୁ ଟେକା ପଥର ମାରି କଣ କଲେ, ଅଟକାଇ ରଖି ଆକ୍ରମଣ ନିହନ କଲେ। ମାନେ ବହୁତ ଗୁଡେ ଲୋକ କଣ ଆକ୍ରମଣ କଲେ ଇଂରେଜ ମାନଙ୍କୁ ହେଲା। ଆଉ କଣ କଲେ ନା ଫଳରେ ଇଂରେଜ ମାନେ ଛତ୍ରଭଙ୍ଗ ଦେଇ ପଳାୟନ କରିବା ଛଡା ଅନ୍ୟ ଉପାୟ ନଥିଲା। ପିଲାମାନେ କଣ ହେଲେ ଛତ୍ରଭଙ୍ଗ ମାନେ କଣ ସେମାନେ ଫେରିକି ସେ ଯିବାର କଣ ଥିଲା ଉପାୟ ନଥିଲା, ଆଉ ଫେରିକି ଦୌଡିଲେ ହେଲା। ସିଏ କିଏ କୁଆଡେ ପଳେଇଲେ ଇଂରେଜ ମାନେ ହେଲା। ଦେଖ କଣ ହେଲା ନା ଉପାୟ ନଥିଲା, ସେପଟୁ ସମ୍ବଲପୁର ଆଡୁ ଆକ୍ରମଣ କରି ନାଗପୁର ପଟୁ ଆକ୍ରମଣ ଯୋଜନା କରିଥିଲେ। ଫେଣି କଣ କରିଥିଲେ ନା ସମ୍ବଲପୁର ଆଡୁ ପୁଣି ଆକ୍ରମଣ କରିଥିଲେ। ସମ୍ବଲପୁର ଆଡୁ ନାଗପୁର ଆଡୁ ସବୁଆଡେ ଖାଲି ଆକ୍ରମଣ କଲେ ହେଲା। ଆଉ ସେମାନେ କଣ କଲେ ଦେଖ, ମାତ୍ର ସମସ୍ତେ କଣ କଲେ, ସମସ୍ତେ ଯୋଜନା ବିଫଳ ହୋଇଥିଲେ। ବାରମ୍ବାର କଳା କୌଶଳ ପ୍ରୟୋଗ କରି ମାଧବସିଂହଙ୍କର ପରାଜିତ କରିପାରିନଥିବା ଇଂରେଜ ସରକାର ଚିନ୍ତାରେ ପଡିଲେ। କଣ କଲେ ନା ସମସ୍ତଙ୍କୁ ଯେତେ ଲୋକମାନେ ଯୋଉ ଥିଲେ ସବୁ ପରାସ୍ତ କରିଦେଲେ, କିନ୍ତୁ କାହାକୁ ପରାସ୍ତ କରିପାରିଲେନି, ମାଧବସିଂହକୁ ସେ ପରାସ୍ତ କରିପାରିଲେ ନାହିଁ। ଦେଖ ତାଙ୍କର କେତେ ହେଲା। ତାପରେ ସେ କଣ ହେଲା, ଇଂରେଜ ମାନେ ପୁରା ଚିନ୍ତାରେ ପଡିଲେ, କହିଲେ ଇଏ କଣ ଆମେ କେତେ ମାନେ ଡରିଲା ନାହିଁ। ହଠାତ୍ ଗ୍ରେସ୍ ଆମ ଘେରାଉ କଲେ, କଣ ହେଲେ ହଠାତ୍ ଗ୍ରେସ୍ ଆମକୁ କଣ ଘୁରେଇ ଦେଲେ ସବୁ, କଣ ମାନେ ଇଂରେଜ ମାନେ ଆସିକି ସବୁ ଗ୍ରେସ୍ ଆମକୁ ସୈନ୍ୟ ମାନଙ୍କୁ ଘୁରେଇ ଦେଲେ ହେଲା। କଣ ହେଲା ସେତେବେଳେ ଘେସ୍ ରେ କୌଣସି ଲୋକ ନଥିଲେ, ସେ ସମୟରେ କଣ ଘେସ୍ ଗ୍ରାମରେ କେହି ଲୋକ ନଥିଲେ, ସମସ୍ତେ ଘାଟି ଜଗିଥିଲେ। କଣ କଥା ସବୁ ଘାଟିରେ ଜଗିଥିଲେ, ଯେତେବେଳେ ଇଂରେଜ ମାନେ ଆସିବେ ତାକୁ ଆମେ କଣ କରିବା ମାରିବା ହେଲା। ଆଉ କିଛି ଲୋକ ଜଙ୍ଗଲରେ ଲୁଚି ରହିଥିଲେ, ଆଉ କିଛି ଲୋକ କଣ ଥିଲେ ଜଙ୍ଗଲ ଲୁଚିଥିଲେ। ଫଳରେ ଲୋକ ନଥିଲେ, ସମସ୍ତ ଘାଟିରେ ଜଗି ରହିଥିଲେ। ତାପରେ କଣ ଫଳରେ ଇଂରେଜ ମାନେ ଘେସ୍ ଗ୍ରାମରେ ନିଆଁ ଲଗାଇ ପୋଡି ଛାରଖାର କରିଦେଲେ। ଇଂରେଜ ମାନେ ଆସି କଣ କଲେ, ସେ ଯୋଉ ଘେସ୍ ଗ୍ରାମ ଯୋଡେ କଣ ସେ ଯୋଉ ରହୁଥିଲେ ହେଲା, ମାଧବ ସିଂ କଣ କଣ ତା ନା ହଁ ମାଧବ ସିଂ ହେଲା। ସେ କଣ ହେଲା କଣ କଲେ, ସେ ତାଙ୍କ ଗ୍ରାମକୁ କଣ ହେଲେ ସମସ୍ତଙ୍କୁ ଜଳେଇ ଦେଲେ ହେଲା। ଗ୍ରାମକୁ କଣ କଲେ ସବୁ ନିଆଁ ଲଗାଇ ଛାରଖାର କରିଦେଲେ। ଏହାର ପରିଣତ ସ୍ୱରୂପ ମାଧବ ସିଂ କେବଳ ଘାଟି ନୁହେଁ, ସମଗ୍ର ଜନସମାଜର ବିପ୍ଳବ ବହ୍ନି ପ୍ରଜ୍ୱଳିତ କଲେ। କଣ ଏହାର ଯୋଉ ପରିଣତି ଥିଲା, ଏହାର ଯୋଉ ପରିଣତି ସବୁ କାହା ପାଇଁ, ସବୁ ଏଇ ସବୁ କାହା ପାଇଁ ସବୁ ଜାଳିଲେ, ମାଧବ ସିଂହଙ୍କ ପାଇଁ ନୁହେଁ, ସବୁ କଣ ଘାଟି ନୁହେଁ, ସମଗ୍ର ଜନସମାଜ ପାଇଁ ହେଲା। ସମ୍ବଲପୁର ଏବଂ ଆଖପାଖ ଅଞ୍ଚଳକୁ ଏକ ବିପ୍ଳବ ବ୍ୟତୀତ ବେଗରେ ବ୍ୟାପିଗଲା। ପ୍ରତ୍ୟେକ ଘରୁ ବୀର ଯୁବକ ମାନ ସହିତ ଅବାଳ ବୃଦ୍ଧ ବନିତା ଆସି ଅନ୍ଧାରରେ ଘାସ ଆସିଥିଲେ। ବହୁତ ସମସ୍ତଙ୍କ ଘରୁ ଲୋକମାନେ ଆସିଲେ, ସମସ୍ତଙ୍କ ଘରୁ ବୀର ବୀର ଲୋକମାନେ ଆସିଲେ ଇଂରେଜ ମାନଙ୍କୁ ତଡିବା ପାଇଁ। କଣ ହେଲେ ସବୁ ଏକାଠି ହେଲେ। ମାଟି ପାଣି ପବନ ଜଙ୍ଗଲ ପାହାଡ ଚାରିଆଡେ ପ୍ରକମ୍ପିତ ହେଲା। କଣ ହେଲା ପିଲାମାନେ, ମାଟି ପାଣି ସବୁ କଣ ସବୁଆଡେ ପ୍ରକମ୍ପିତ ହେଲା। କଣ ପାଇଁ ନା ଯୋଉ ଇଂରେଜ ମାନେ ଆସିଲେ କଣ ଶାସନ କରିବା ପାଇଁ, ସମସ୍ତେ କଣ ଆଉ ଭଗେଇବା ପାଇଁ, ସମସ୍ତେ ସବୁଆଡେ ପ୍ରକମ୍ପିତ, ସବୁ ଘରକା ସମସ୍ତେ ଗୋଟାଏ ଲୋକ ଗୋଟାଏ ଯୁଡେ ଲୋକ ସବୁ ବାହାରି ଆସିଲେ ହେଲା। ଶୀତ କାକର ଖରା ବର୍ଷାରେ ବିପ୍ଳବ ମାନେ ଜଙ୍ଗଲ ପାହାଡରେ ଖେଳ ଲୁଚି ରହିଥାନ୍ତି। କଣ ଶୀତ କାକର ଥାଏ ମଧ୍ୟ ଲୋକମାନେ ଲୁଚିଥାନ୍ତି ବିଦେଶୀ ମାନଙ୍କୁ ତୋଡିବା ପାଇଁ, ଶୀତ କାକର ମଧ୍ୟ ସହିଥାନ୍ତି ହେଲା। ଆଉ ପାହାଡ ଲୁଚିଥାନ୍ତି ହେଲା। ବିଦେଶୀ ମାନଙ୍କର ଆଧୁନିକ ଅସ୍ତ୍ରଶସ୍ତ୍ର ଆଗରେ ନିରୀହ ଆଦିବାସୀ ଯୁବକ ବୃଦ୍ଧ ନର ନାରୀ ବଳି ପଡିଲେ। କଣ ହେଲା, ସେ ବିଦେଶୀ ମାନଙ୍କ ଯୋଉ ଆଧୁନିକ ଅସ୍ତ୍ରଶସ୍ତ୍ର ଯୋଉ ନୂଆ ନୂଆ ଅସ୍ତ୍ର ଥିଲା, ନିରୀହ ଆଦିବାସୀ ଯୁବକ ମାନେ ବୃଦ୍ଧ ନର ମାନେ ବଳି ପଡିଲେ। କେତେ ଲୋକ ମରିଗଲେ ପିଲାମାନେ, ନିରୀହ ଲୋକମାନେ ହେଲା। ବହୁତ ଗୁଡେ ନିରୀହ ଲୋକମାନେ ମରିଗଲେ, ବଳି ପଡିଲା। ମାତ୍ର ଇଂରେଜ ସରକାର ଦାସୀତ୍ୱ ସ୍ୱୀକାର କରିନଥିଲେ। ହେଲେ ବି ଇଂରେଜ ସରକାର କଣ ହାର ମାନି ନଥିଲେ। ଅଧିକ ଶୀତପତା ଆଉ ରକ୍ଷା ପାଇବାକୁ ଜଙ୍ଗଲ ଭିତରେ ମାଟିଆ ବନ୍ଧ ଘାଟିକୁ ଯାଉଥିବା ବେଳେ ଲୁଚି ରହିଥିବା ଇଂରେଜ ସୈନ୍ୟଙ୍କ ହାତରେ ମାଧବ ସିଂହ ଧରା ପଡିଗଲେ। କଣ ଲାଭ, ଇଂରେଜ ମାନେ କଣ ଯେତେବେଳେ ଯୋଉ ମାଟିଆ ବନ୍ଧ ଘାଟି ଥିଲା, ସେଇଟା କଣ ଲୁଚି ରହିଥିବା କେତେବେଳେ ଇଂରେଜ ମାନେ ଲୁଚି ଥିଲେ। ଆଉ ମାଧବ ସିଂହଙ୍କୁ ସେ କଣ କରିଥିଲେ, ଧରି ପକେଇଲା, ବନ୍ଦୀ କରିଦେଲେ ହେଲା। ବୀର ଦୁର୍ଦ୍ଦିଶ ବିପ୍ଳବ ମାଧବ ସିଂହକୁ ବିନା ବିଚାରରେ, କିଛି ତାର ଭୁଲ ନାହିଁ, ବିନା ବିଚାରରେ ତାକୁ କଣ କଲେ, କିଛି କୁହାନି ପୁଛାନି କଣ କଲେ ନା କଣ କଲେ 1858 ମସିହାରେ, କଣ କଲେ 1858 ମସିହା ଡିସେମ୍ବର ମାସ 22 ତାରିଖରେ ସମ୍ବଲପୁର କାରାଗାରରେ ଫାଶୀ ଦିଆଗଲା। କଣ ହେଲା, କିଛି ତାଙ୍କର ଭୁଲ ବିନା ବିଚାରରେ ଆଉ କେତେ ମସିହା ପିଲାମାନେ 1858 ମସିହା ଡିସେମ୍ବର ମାସ 22 ତାରିଖ ତାକୁ କଣ ଦିଆଗଲା, ଫାଶୀ ଦେଇ ଦିଆଗଲା। ସେ ସ୍ୱର୍ଗପୁରକୁ ଚାଲିଗଲା ହେଲା। ଏତିକିରେ କଥା ସରିଯାଇ ନଥିଲା। ତାଙ୍କର ଅନ୍ୟ ସାଥୀ ସଂଗ୍ରାମ, ଏତିକିରେ ତାଙ୍କର କଥା ଶୁଣୁଥିଲେ। ତାଙ୍କର ଯୋଉ ସାଙ୍ଗମାନେ ଥିଲେ ସେ କଣ କଲେ, ଇଂରେଜ ମାନ ସରକାର ବନ୍ଦୀ କରି ଅକଥନୀୟ ନିର୍ଯାତନା ଦେଲେ। ଫେର ସେମାନେ ଯୋଉ ବନ୍ଦୀ ଯୋଉମାନେ କରିଥିଲେ, ସେ ଇଂରେଜ ସେମାନେ ପୁଣି ସେମାନେ ଟର୍ଚର କଲେ ତାଙ୍କ ସାଙ୍ଗମାନେ ହେଲା, ସାଥୀ ମାନେ। ମାଧବ ସିଂହଙ୍କ ମୃତ୍ୟୁ ଖବର ପାଇଁ ଅନ୍ୟ ବିପ୍ଳବ ମାନେ ମର୍ମାହତ ହେଲେ ଏବଂ ଦୁର୍ବଳ ହୋଇଗଲେ। ତଥାପି କଣ ମାଧବ ସିଂହ ତାକୁ ମାରିଦେଲେ, ସେଥିପାଇଁ ସବୁ ଲୋକମାନେ ଦୁର୍ବଳ ହେଇଗଲେ। ପିଲାମାନେ ତମ ଗୋଟେ ସ୍କୁଲରେ ଗୋଟେ ମୁଖ୍ୟ ଲୋକକୁ ଯଦି ଗୋଟେ ଲୋକ ଡରେଇ ଦେଲା, ତମେ ଆଉ ତାର କଣ କରିପାରିବ, କିଛି କରିପାରିବନି। ସେଇଭଳି କଣ ସେମାନେ ଟିକେ ଡରିଗଲେ। କଣ ହେଲା, ତଥାପି ତାଙ୍କର ଚାରି ପୁଅ ଏଇ ସଂଗ୍ରାମକୁ ଜାରି ରଖିଥିଲେ। ତାଙ୍କର 4ଟା ପୁଅ ଥିଲେ, କାହାର ପିଲା, ମାଧବ ସିଂହର। ସେ 4 ପୁଅ ପୁଣି କଣ ସଂଗ୍ରାମକୁ ଜାରି ରଖିଥିଲେ ହେଲା। ତାପରେ ଶକ୍ତିଶାଳୀ ଇଂରେଜ ସରକାର ବିରୋଧରେ ଏମାନେ ବି କେତେ ଦିନ ଲଢନ୍ତେ। ଏରେ ପିଲାମାନେ ତାଙ୍କର ଶକ୍ତିଶାଳୀ, ତାଙ୍କ ପାଖରେ ବନ୍ଧୁକ ସବୁ, ତମେ କେତେ ଦିନ ଲଢିବ, ଲଢି ପାରିବେନି ବେଶୀ ଦିନ। ତାଙ୍କର ପୁଅ ମାନଙ୍କୁ ବି ଇଂରେଜ ସରକାର ଛାଡି ନଥିଲେ। ତାଙ୍କ ପୁଅ ମାନଙ୍କୁ ବି କଣ କଲେ, ଇଂରେଜ ସରକାର ଛାଡି ନଥିଲେ। ବଡ ପୁଅ ହଟେସିଂହ, ତାକୁ ଗୋଟେ ବଡ ପୁଅର ନାଁ କଣ, ବଡ ପୁଅ ହଟେସିଂହକୁ ସୁଦୂର କଳାପାଣିକୁ ପଠାଇ ଦେଲେ। କଣ ହେଲା, ଗୋଟେ ସୁଦୂର କଳାପାଣି ଅଛି, ସେ କଳାପାଣିକୁ ସବୁ ପଠେଇ ଦେଲେ। ଆଉ ଦ୍ୱିତୀୟ ପୁଅକୁ କୁଞ୍ଜେଇ ସିଂହକୁ ଫାଶୀ ଦିଆଗଲା ହେଲା। କାହାକୁ ଫାଶୀ ଦିଆଗଲା, ସମସ୍ତଙ୍କୁ ମାରିଦେଲେ। ତାକୁ 2ଟା ପୁଅ କଣ ହେଲା, ପୁଅ ଗୋଟେ କଳାପାଣିକୁ ପଠାଇ ଦେଲେ।
କଳା ପାଣି ମାନେ କଣ ବହୁତ ଗୁଡେ ପାଣି ଥିବ ଏଇ ପାଣିକି ତାକୁ ପକେଇଦେଲେ। ଆଉ ଦ୍ୱିତୀୟ ପୁଅ କଣ କୁଞ୍ଜେଲ ସିଂହ କଣ ଫାଶୀ ଦେଇଦେଲେ। ଆଉ 4ଟା ପୁଅ ହେଲା। ତୃତୀୟ ପୁଅ ବୈରସିଂହକୁ ଆଜୀବନ ଜେଲ ଦଣ୍ଡ ଦେଲେ। ଆଉ ତୃତୀୟ ପୁଅ ବୈରସିଂହକୁ କଣ ଆଜୀବନ ଦଣ୍ଡ ମାନେ ସେ କେବେ କଣ ଜେଲରୁ ବାହାରି ପାରିବେନି ତାକୁ ଦଣ୍ଡ ଦେଇଦେଲେ ହେଲା। ସାନ ପୁଅ ଐରିସିଂହଙ୍କର ମନେ ରଖ ଶେଷ ପରିଣତି ଖୁବ କରୁଣ ଥିଲା। ତାଙ୍କ କଣ ସାନ ପୁଅ ଶେଷ ପରିଣତି ଖୁବ କରୁଣ ଥିଲା। ତାଙ୍କୁ ସାଇବନି ଗୁମ୍ଫା ଭିତରେ ରଖି ଉପରୁ ନିଆଁ ଲଗାଇଦେଲେ। ତାକୁ ଗୋଟେ ଗୁମ୍ଫା ଭିତରେ ପୁରେଇ ଦେଲେ କଣ କରିଥିଲେ ତାକୁ ଉପର କଣ ନିଆଁ ଲଗେଇଦେଲେ ହେଲା। ଗୁମ୍ଫା ଭିତରେ ପୁରେଇ ଦେଲେ ତାକୁ ଉପରୁ ନିଆଁ ଲଗେଇଦେଲେ। କି ଲାଗିଥିବ ଗୁମ୍ଫା ଗୋଟେ ବାଟ ବନ୍ଦ କରିଦେଲେ। ଗୁମ୍ଫାର ସବୁ ବାଟ ବନ୍ଦ କରିଦେଲେ ଉପରୁ ନିଆଁ ଜାଳିଦେଲେ ତାକୁ। କି ଲାଗିଥିବ ପିଲାମାନେ ହେଲା। ଧୂଆଁ ଦେଇ ଶ୍ୱାସରୁନ୍ଧ କରି ହତ୍ୟା କରିଥିଲେ। ଆଉ ଧୂଆଁ କରିଦେଲେ ସବୁଆଡେ ଧୂଆଁ କରିଦେଲେ ଆଉ ଶ୍ୱାସରୁନ୍ଧ ନିଶ୍ୱାସ ନ ନେଇ ସେ କଣ ହେଲେ ମରିଗଲେ। କଣ କଲେ ନା ଇଂରେଜ ସରକାର ଏହି ବିପ୍ଳବକୁ ଦମନ କରିବାକୁ ବହୁତ ଚେଷ୍ଟା କରି ଶେଷରେ ସଫଳ ହେଲେ। ଇଂରେଜ ମାନେ କଣ ଜିତିଗଲେ। ଆଉ ମାଧ ସିଂହ ତାଙ୍କର ପୁଅ ମାନେ ହସି ହସି ମାତୃଭୂମି ପାଇଁ ଆତ୍ମବଳି ଦେଇଥିଲେ। ଆଉ ମାଧ ସିଂହ ଆଉ ତାଙ୍କ ପୁଅ ମାନେ କଣ ହସି ହସି ବଳିଦାନ ଦେଇଦେଲେ ହେଲା। ତ କଣ ହେଲା ସେଇ ବିପ୍ଳବୀ ରକ୍ତରେ ଏଇ ମାଟି ରଞ୍ଜିତ ହୋଇଥିଲା। ସେଇ ବିପ୍ଳବୀ ସେଇ ଲୋକମାନଙ୍କ ଫଳରେ ଆଜି ଆମ କଣ ମାଟି ରଞ୍ଜିତ ହୋଇଥିଲା। ଫଳରେ 1857 ମସିହାରେ ସିପାହୀ ବିଦ୍ରୋହ ଭଗ୍ର ରୂପ ଧାରଣ କରିଥିଲା। 1857 ପୁଣି କଣ ହେଇଥିଲା ସିପାହୀ ବିଦ୍ରୋହ ହେଇଥିଲା। ସିପାହୀ ବିଦ୍ରୋହରେ ପୁଣି ଇଂରେଜ ମାନେ ସେ ବହୁତ ଗୁଡେ ଲୋକ ସେମାନେ 4ଟା ପୁଅ ତାଙ୍କ ବାପା ମରିଯାଇଛନ୍ତି। ହେଲେ ବି ଆହୁରି କଣ ଆହୁରି ବହୁତ ଲୋକ ଅଛନ୍ତି ଓଡିଶାରେ ଥିଲେ ବହୁତ ଲୋକ ଥିଲେ ସେଇଭଳି ଆହୁରି ଆମ ଭାରତରେ ବହୁତ ଲୋକ ଥିଲେ। 1857 କଣ ହେଲା ସିପାହୀ ବିଦ୍ରୋହ ହେଲା ତାକୁ ଧାରଣ କରିଥିଲେ। ଏହି ଆନ୍ଦୋଳନ ଅନ୍ୟ ସ୍ଥାନରେ ପ୍ରଶମିତ ହୋଇଥିଲେ। କଣ ଏଇ ଆନ୍ଦୋଳନ କଣ ଅନ୍ୟ ସ୍ଥାନ ବହୁତ ସ୍ଥାନ ଥିଲା। ଆଉ ଘେସର ବିପ୍ଳବ ମାନେ ଦୀର୍ଘ ଦିନ ପ୍ରାଣମୂର୍ଚ୍ଛ ସଂଗ୍ରାମ କରି ଇଂରେଜ ସରକାର ଆଖିରୁ ନିଦ ହଜାଇ ଦେଇଥିଲେ। କଣ ସେ ଇଂରେଜ ସରକାରଙ୍କ ସେମାନେ ଡରି ଆଖିରୁ କଣ ହେଇଥିଲା ନା କଣ ହେଇଥିଲା ଆଖିରୁ ନିଦ ସବୁ ହଜିଯାଇଥିଲା ହେଲା। ସେ କଣ କଲେ ଶହୀଦ ମାଧ ସିଂହ ଓ ତାଙ୍କର ପୁତ୍ର ମାନଙ୍କ ଆତ୍ମ ବଳିଦାନ ଏଇ ଜାତିର ଇତିହାସରେ କଣ ସ୍ୱର୍ଣ୍ଣ ଖରରେ ଲିପିବଦ୍ଧ ହୋଇ ରହିଛି। କଣ କହୁଛି ଏଇ ଯୋଉ ମାଧ ସିଂହ ଆଉ ତାଙ୍କ ପୁତ୍ର ମାନଙ୍କ ଆତ୍ମବଳି କଣ ଇତିହାସରେ ମଧ୍ୟ ଲେଖା ଅଛି ରଚିତ ଅଛି ହେଲା। ହଉ ଆଉ କଣ ଅଛି ମୁଁ ଦେଖେ। ଆଉ କିଛି ନାହିଁ ପିଲାମାନେ ତମ ଚାପ୍ଟର ସରିଗଲା ହେଲା। ତମ ବିଷୟ ସରିଗଲା। ହଉ ରହିଲି ଥ୍ୟାଙ୍କସ ଫର ୱାଚିଂ।